କାରଣ ସଦାପ୍ରଭୁ ତାହାଙ୍କ ନାମ ଉଦ୍ଦେଶ୍ୟରେ ପ୍ରଶଂସା ଗାନ କର, କାରଣ ତାହା ମନୋହର। ଯେହେତୁ ସଦାପ୍ରଭୁ ଆପଣା ନିମନ୍ତେ ଯାକୋବକୁ ଓ ନିଜର ସଞ୍ଚିତ ଧନ ରୂପେ ଇସ୍ରାଏଲକୁ ମନୋନୀତ କରିଅଛନ୍ତି। କାରଣ ମୁଁ ଜାଣେ ସଦାପ୍ରଭୁ ମହାନ ଓ ଆମ୍ଭମାନଙ୍କ ପ୍ରଭୁ ସକଳ ଦେବ ଅପେକ୍ଷା ଶ୍ରେଷ୍ଠ। ଆକାଶ ଓ ପୃଥିବୀରେ, ସମୁଦ୍ର ଓ ସମଗ୍ର ବାରିଧିରେ ସଦାପ୍ରଭୁ ଯାହା ଇଚ୍ଛା କଲେ ତାହା କରିଅଛନ୍ତି। ପ୍ରଭୁ ଆପଣା ବାକ୍ୟରେ ଆଉ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଆଉ ମୁଁ ଧନ୍ୟବାଦ ଦେବି ପିତା ପୁତ୍ର ପବିତ୍ର ଆତ୍ମାଙ୍କୁ, କାରଣ ସେମାନଙ୍କୁ ଜୀବିତ ମାନଙ୍କ ଦେଶରେ ଜୀବିତ କରି ବଞ୍ଚାଇ ଏ ପ୍ରଭାତ ସମୟରେ ରିଏଲ ମିନିଷ୍ଟ୍ରି ମାଧ୍ୟମରେ ତାଙ୍କର ସେବା ଆରାଧନା ଗୌରବ ପ୍ରଶଂସା କରିବା ପାଇଁ ସୁନ୍ଦର ସୁଯୋଗ ସମୟ ଦେଇଛନ୍ତି। ସେଥିପାଇଁ ମୁଁ ପିତା ପୁତ୍ର ପବିତ୍ର ଆତ୍ମାଙ୍କୁ ଧନ୍ୟବାଦ ଦିଏ ଏବଂ ଆମମାନଙ୍କର ହୋଷ୍ଟ ମହାଶୟଙ୍କୁ ମଧ୍ୟ ମୁଁ ଧନ୍ୟବାଦ ଦିଏ। ମତେ ପ୍ରାର୍ଥନା ଲିଡିଂ ଏବଂ ଆଜିର ପରିଚାଳନା କରିବା ନିମନ୍ତେ ସୁନ୍ଦର ସୁଯୋଗ ସମୟ ଦେଇଛନ୍ତି। ସେଥିପାଇଁ ମୁଁ ହୃଦୟର କୃତଜ୍ଞତା ଜଣାଏ। ଆଉ ଉପସ୍ଥିତ ସମସ୍ତଙ୍କୁ ମୋର ନମସ୍କାର, ପ୍ରେଜ ଦ ଲର୍ଡ। ଆସନ୍ତୁ ଆମେ ଆରାଧନା କରିବା ପାଇଁ ଯିବା। ଆଉ ବାକ୍ୟରେ ଲେଖାଯାଏ, ହେ ସକଳ ଦେଶ ତୁମ୍ଭେ ମାନେ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଆନନ୍ଦ ଧ୍ୱନି କର, ଆନନ୍ଦରେ ତାହାଙ୍କର ସେବା କର, ଗାନ କରି ତାହାଙ୍କ ଛାମକୁ ଆସ। ଆଉ ଆପଣ ମାନେ ଜାଣନ୍ତି ଯେ ପରମେଶ୍ୱରଙ୍କ ପାଦ ତଳେ କି 24 ପ୍ରାଚୀନ ଚାରି ପ୍ରାଣୀ ଶହ ଶହ ଦୂତ ବାହିନୀ ମୁକୁଟ କାଢି ଧର୍ମମୟ ପବିତ୍ର 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 ବୋଲି ଗୌରବ ପ୍ରଶଂସା ସ୍ତୁତି ବନ୍ଦନା ସଦା ସର୍ବଦା କରନ୍ତି। ସେହି ପରମେଶ୍ୱରଙ୍କର ଗୌରବ ପ୍ରଶଂସା ଆମେ କରିବା। ଏବଂ ବାକ୍ୟରେ ମଧ୍ୟ ଲେଖାଯାଏ, ନିଶ୍ୱାସ ପ୍ରଶ୍ୱାସଧାରୀ ଯେତେ ପ୍ରାଣୀ ଅଛନ୍ତି ସମସ୍ତେ ତାହାଙ୍କର ଗୌରବ ପ୍ରଶଂସା କରନ୍ତି। ପ୍ରିୟ ବନ୍ଧୁଗଣ, ଯେତେବେଳେ ଆମେ ଜୀବିତ ମାନଙ୍କ ଦେଶରେ ଜୀବିତ ହୋଇ ଜଗତରେ ବଞ୍ଚି ଅଛୁ, ପ୍ରତି ଅବସ୍ଥାରେ, ଦୁଃଖରେ କି ସୁଖରେ, ରୋଗରେ କି ସଙ୍କଟରେ, ପ୍ରତି ଅବସ୍ଥାରେ ଆମେ ତାହାଙ୍କର ଗୌରବ, ତାହାଙ୍କର ପ୍ରଶଂସା, ତାହାଙ୍କର ସ୍ତୁତି ବନ୍ଦନା କରିବାର ଆବଶ୍ୟକତା ରହିଅଛି। ସେହି ଗୌରବ ପ୍ରଶଂସା କରିବା ନିମନ୍ତେ ଆଜି ଆମମାନଙ୍କର ସମ୍ମୁଖରେ ଅଛନ୍ତି ଆଉ ପ୍ରଭୁଙ୍କର ଦାସୀ ଆମମାନଙ୍କର ରଞ୍ଜିତା ନାୟକ ଦିଦି। ଆଉ ମୁଁ ତାଙ୍କୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ସମ୍ମୁଖକୁ ଆସିବେ ଆଉ ଆମମାନଙ୍କୁ ଆରାଧନାରେ କଢାଇ ନେବେ। ଦିଦି ପ୍ରେଜ ଦ ଲର୍ଡ, ନମସ୍କାର। ପ୍ରେଜ ଦ ଲର୍ଡ ସିଷ୍ଟର, ପ୍ରେଜ ଦ ଲର୍ଡ। ଆପଣଙ୍କର ସମୟ, ଆପଣ ଆରାଧନା କରିବା ହେବେ। ସମସ୍ତଙ୍କୁ ମୋର ପ୍ରେଜ ଦ ଲର୍ଡ। ବିଶେଷ କରି ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଜଣାଏ ଏ ପ୍ରଭାତ ସମୟରେ ପ୍ରଭୁ ମତେ ସୁଯୋଗ ଦେଲେ ଆଉ ପ୍ରଭୁଙ୍କର ଦାସ ଦାସୀ ମାନଙ୍କ ସମ୍ମୁଖରେ ପ୍ରଭୁ ମତେ ଗୀତ ଗାଇବା ପାଇଁ ମଧ୍ୟ ସୁଯୋଗ ଦେବା ସଙ୍ଗେ ସଙ୍ଗେ ପ୍ରଭୁଙ୍କର ଦାସ ପିଟର ସାରଙ୍କୁ ମଧ୍ୟ ମୁଁ ପ୍ରେଜ ଦ ଲର୍ଡ ଜଣାଏ। ଆସନ୍ତୁ ଆମେ ଏଇ ସମୟରେ ଆମେ ଆରାଧନା ଆଡକୁ ଯିବା। ଆଉ ମୁଁ ଏକ ପ୍ରାର୍ଥନା କରିବି, ତାପରେ ଆମେ ଗୀତ ଆଡକୁ ଯିବା। ଧନ୍ୟବାଦ 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 ଧନ୍ୟବାଦ। ମଙ୍ଗଳମୟ ଅନୁଗ୍ରହକାରୀ ପ୍ରେମିକ ପରମେଶ୍ୱର ପ୍ରଭୁ, ତୁମେ ମହାନ ପରମେଶ୍ୱର, ତୁମେ ଆଶ୍ଚର୍ଯ୍ୟ ପରମେଶ୍ୱର, ତୁମେ ଜୀବିତ ପରମେଶ୍ୱର, ତୁମେ ଆମର ପ୍ରଭୁ ସ୍ୱର ଶୁଣି ପିତା ତୁମ ନାମକୁ ଏଇ ସମୟରେ ପ୍ରଭୁ ଆମେ ତୁମକୁ ଧନ୍ୟବାଦ କରିବା ପାଇଁ ସମୟରେ ପ୍ରଭୁ ଆମେ ତୁମରି ଉପସ୍ଥିତ ଚାହୁଁ। ପ୍ରଭୁ ଆମେ ତୁମକୁ ହୃଦୟ ଖୋଲି ପ୍ରଭୁ ତୁମରି ଗୌରବ ସତ୍ୟରେ ଆତ୍ମାରେ କରିପାରିବୁ। ସେହିପରି ପ୍ରଭୁ ତୁମରି ଅଭିଷେକ ପ୍ରଭୁ ଓହ୍ଲାଇ ଆସୁ, ତୁମେ ଶୁଚି କର, ପବିତ୍ର କର, ଆତ୍ମାଙ୍କର ଚାଳନା ପ୍ରେରଣାରେ ପରମେଶ୍ୱର ପ୍ରଭୁ ତୁମେ ଉଭା ହୁଅ ଆମମାନଙ୍କର ସଙ୍ଗେ ସଙ୍ଗେ ରହି ପିତା ତୁମେ ହିଁ କଢାଇ ନିଅ ବୋଲି ପ୍ରଭୁ ଗୀତ ମାଧ୍ୟମରେ ପିତା ତୁମେ ଆମମାନଙ୍କୁ ଚଲାଅ ବୋଲି ମୋର ତ୍ରାଣକର୍ତ୍ତା ପ୍ରଭୁ ଯୀଶୁ ନାମରେ ମାଗିଛୁ ପିତା, ଆମେନ୍। ଆସନ୍ତୁ ଗୋଟେ ଗୀତ, ଧନ୍ୟବାଦର ଗୀତ ଗାଇ, ଓଡିଆ ଗୀତ ସମସ୍ତେ ଜାଣିଥିଲେ। ଏଇ ପ୍ରଭାତ ସମୟରେ ମୁଖ ଖୋଲିବା ଆଉ ପ୍ରଭୁଙ୍କୁ ଆମେ ଧନ୍ୟବାଦ ଦେବା। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା 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 ହାଲେଲୁୟା। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ଗ ପ୍ରଭୁ, ରାଜା ମାନଙ୍କର ରାଜା ତୁମେ ପ୍ରଭୁ ମାନଙ୍କ ପ୍ରଭୁ। ଧନ୍ୟବାଦ ମହିମା ପାଇବାକୁ
ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ମାନେ କହୁଛି ପୁଣି ଦରକାର ପ୍ରେମ ଭକ୍ତି ପାଇବାକୁ ଶୁଭାଜନ, କାରଣ ଜଗତ ତୁମେ କଲ ସୃଜନ। ପ୍ରେମ ଭକ୍ତି ପାଇବାକୁ ଶୁଭାଜନ, କାରଣ ଜଗତ ତୁମେ କଲ ସୃଜନ। ଗୌରବ ସମ୍ଭ୍ରମ 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 ଗୌରବ ସମ୍ଭ୍ରମ ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଗୌରବ ସମ୍ଭ୍ରମ ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା ହାଲେଲୁୟା। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ଗ ପ୍ରଭୁ। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ଗ ପ୍ରଭୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା ହାଲେଲୁୟା। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ଗ ପ୍ରଭୁ। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ଗ ପ୍ରଭୁ। ପାପୀଙ୍କର ମୁକ୍ତି ତୁମେ କଲ ସାଧନ, କାଲବରୀ କ୍ରୁଶେ ହୋଇ ବଳିଦାନ। ପାପୀଙ୍କର ମୁକ୍ତି ତୁମେ କଲ ସାଧନ, କାଲବରୀ କ୍ରୁଶେ ହୋଇ ବଳିଦାନ। ଗୌରବ ପ୍ରଶଂସା 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 ଗୌରବ ପ୍ରଶଂସା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଗୌରବ ପ୍ରଶଂସା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା 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 ହାଲେଲୁୟା। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ଗ ପ୍ରଭୁ। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ଗ ପ୍ରଭୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା 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 ହାଲେଲୁୟା। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ମାନଙ୍କ ପ୍ରଭୁ। ରାଜା ମାନଙ୍କର ରାଜା ତୁମେ ପ୍ରଭୁ ମାନଙ୍କ ପ୍ରଭୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ଧନ୍ୟବାଦ ମହିମା ପାଇବାକୁ ତୁମେ ଏକା ଯୋଗ୍ୟ ପ୍ରଭୁ ଯୀଶୁ। ହାଲେଲୁୟା। ସେ ନିଶ୍ଚୟ ଧନ୍ୟବାଦ ପାଇବାର ଯୋଗ୍ୟ ଅଟନ୍ତି। ଆଉ ମନ ପ୍ରାଣ ହୃଦୟ ମଧ୍ୟ ପ୍ରଭୁଙ୍କୁ ଉଦ୍ଗାରିତ କରେ, କାରଣ ସେ ଧନ୍ୟବାଦ ମହିମାର ଯୋଗ୍ୟ ବୋଲି ପ୍ରଭୁ ଆମକୁ ଜାଣିବା ପାଇଁ ଦେଲେ। ସେଥିପାଇଁ ଆମେ ପୁନର୍ବାର ପ୍ରଭୁଙ୍କୁ ଧନ୍ୟବାଦ ଦେବା। ଆଉ ଥରେ ଗୋଟେ ଗୀତ ଗାଇ ପ୍ରଭୁଙ୍କର ଗୌରବ କରିବା। ଜାଣିଥିଲେ ଆପଣ ମାନେ ଗାଇବେ। ମୋର ଆଜି ପର୍ଯ୍ୟନ୍ତ ଥଣ୍ଡା ଛାଡିନି, ହେଲେ ବି ଭାଇ ସୁଯୋଗ ଦେଲେ ଆଉ ଥରେ ପୁନର୍ବାର ଗୀତ ଗାଇବା ପାଇଁ। ହାଲେଲୁୟା। ଓଡ଼ିଆ ଗୀତ ଗୋଟେ ଆଉ ଗୋଟେ ଗାଇ ପ୍ରଭୁଙ୍କର ଧନ୍ୟବାଦ କରିବା।
ବଞ୍ଚିବି ଯଦି ଯିଶୁ ତୁମ ପାଇଁ, ମରିବି ଯଦି ଯିଶୁ ତୁମ ଲାଗି, ବଞ୍ଚିବି ଯଦି ଯିଶୁ ତୁମ ପାଇଁ, ମରିବି ଯଦି ଯିଶୁ ତୁମ ଲାଗି। ଭଲ ପାଏ ମତେ ପ୍ରଭୁ ତୁମେ ନିଜର କଲ, ହୃଦୟରେ ମୋର ଶାନ୍ତି ଦେଇ ସାହାରା ହେଲ। ଭଲ ପାଏ ମତେ ପ୍ରଭୁ ତୁମେ ନିଜର କଲ, ହୃଦୟରେ ମୋର ଶାନ୍ତି ଦେଇ ସାହାରା ହେଲ। ହେ ମୋର ଜଗତ ପିତା, ତୁମ୍ଭ ଠାରେ ମୋର ଭରସା। ହେ ମୋର ଜଗତ ପିତା, ତୁମ୍ଭ ଠାରେ ମୋର ଭରସା। हालेलुया, धन्यवाद हो प्रभु। हे मोर दुखीर पिता, तुम ठारे मोर भरसा। हे मोर दुखीर पिता, तुम ठारे मोर भरसा। पवन परी मो जीवने विपद, मो पाखे पाखे खाली रहुथिला। दिन पर दिन मु खोजी बुलुथिली, तथापि शांति मिलु नथिला। पवन परी मो जीवने विपद, मो पाखे पाखे खाली रहुथिला। दिन पर दिन मु खोजी बुलुथिली, तथापि शांति मिलु नथिला। भल पाए मते प्रभु तुमे निजर कल, हृदय मोर शांति देई साहारा हेलो। भल पाए मते प्रभु तुमे निजर कल, हृदय मोर शांति देई साहारा हेलो। हे मोर जगत पिता, तुम ठारे मोर भरसा। हे मोर दुखीर पिता, तुम ठारे मोर भरसा। धन्यवाद प्रभु, धन्यवाद प्रभु। जानी गली प्रभु तुमे काढ़ीसु, मो जीवन तुमे सहारा। मो चरण पाई तुम वाक्य प्रभु, अंधार को आलोक देला। जानी गली प्रभु तुमे कहिसु, मो जीवन तुमे सहारा। मो चरण पाई तुम वाक्य प्रभु, अंधार को आलोक देला। भल पाए मते प्रभु तुमे निजर कल, हृदय मोर शांति देई साहारा हेलो। भल पाए मते प्रभु तुमे निजर कल, हृदय मोर शांति देई साहारा हेलो। हे मोर जगत पिता, तुम ठारे मोर भरसा। हे मोर दुखीर पिता, तुम ठारे मोर भरसा। हालेलुया, धन्यवाद प्रभु। जदि बंचिले प्रभु तुम पाए जगत रे बंचिबु, बाबा जदि मरिले तुम पाए बंचिबु प्रभु, कारण तुमे आमर प्रभु श्वास वायु अटे।
ତୁମେ ଆମର ଜୀବନ ଅଟ ପ୍ରଭୁ, ତୁମେ ଆମର କର୍ତ୍ତା ଅଟ ପରମେଶ୍ୱର। ତୁମେ ଆମମାନଙ୍କୁ ଧୂଳିରୁ ନିର୍ମାଣ କଲ ପ୍ରଭୁ, ତୁମେ ଆମମାନଙ୍କୁ ତୁମରି ତ ପ୍ରଭୁ ରକ୍ତ ଦେଇ ପରମେଶ୍ୱର ପ୍ରଭୁ, ତୁମେ ଆମମାନଙ୍କୁ ପରମେଶ୍ୱର ଆମର ସବୁ ପାପ ଅପରାଧ ତୁମେ କ୍ଷମା କଲ ପ୍ରଭୁ। ନିଶ୍ଚୟ ପ୍ରଭୁ, ତୁମରି ବାକ୍ୟ ଆମର ପ୍ରଭୁ ପଥ ପାଏ ଆଲୁଅ ଅଟେ ପରମେଶ୍ୱର। ବାପା, ସେଥିପାଇଁ ଆମେ ତୁମକୁ ଧନ୍ୟବାଦ କରୁ। ଆମେ ଜାଣିଗଲୁ ପ୍ରଭୁ, ତୁମେ ଯେ ଆମମାନଙ୍କର ଆଶ୍ଚର୍ଯ୍ୟ ପରମେଶ୍ୱର, ତୁମେ ଯେ ଆମମାନଙ୍କର ପିତା ଅଟ, ତୁମେ ଯେ ଆମମାନଙ୍କର ଦୁଃଖୀର ପିତା ଅଟ ପ୍ରଭୁ। ଧନ୍ୟବାଦ। ଜଗତରେ ଜୀବନରେ ପ୍ରଭୁ ପବନ ପରି ସମସ୍ୟା ଦୁର୍ଗ ପରମେଶ୍ୱର, ତୁମେ ସେଇପରି ସମୟରେ ପ୍ରଭୁ ତୁମେ ଆମମାନଙ୍କୁ ତୁମରି ବାହୁ ତଳେ ଆବରିଲ, ତୁମରି ଡେଣା ତଳେ ଆମମାନଙ୍କୁ ଛାୟା କରି ରଖିଲ ପ୍ରଭୁ। ଆମେ ତୁମକୁ ଧନ୍ୟବାଦ କରୁ ପିତା। ତୁମ ନାମର ମହିମା ହେଉ, କେବଳ ତୁମ ନାମର ପ୍ରଶଂସା ହେଉ ପ୍ରଭୁ। ଗୌରବ ପିତା, ହାଲେଲୁୟା। ଧନ୍ୟବାଦ ହଉ, ଧନ୍ୟବାଦ ହଉ। ଆଉ ଗୋଟେ ଗୀତ ଗାଏ ପ୍ରଭୁଙ୍କର ଧନ୍ୟବାଦ କରିବା। ଆପଣମାନେ ଜାଣିଥିଲେ ଓଡ଼ିଆ ଗୀତ, ତେଲୁଗୁ ଗୀତ ଗାଇବେ। हालेलुया, हालेलुया, हालेलुया। स्तुति महिमा है, स्तुति प्रशंसा है, स्तुति गौरव हो, तुम नाम रो जयकार हो प्रभु। हालेलुया, 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 हालेलुया। ओ पिता, तुम नाम रो स्तुति हो, स्तुति हो, स्तुति हो, स्तुति हो। हालेलुया, हालेलुया। पवित्र परमेश्वर, ఆరాధన చేతును అన్ని వేళలో, ఆత్మతో సత్యముతో ఆరాధింతును. ఆరాధన చేతును అన్ని వేళలా, ఆత్మతో సత్యముతో ఆరాధింతును. నా ప్రాణ ప్రియుడు యేసయ్యకు, నా కన్న తండ్రి నా యేసుకు, నా ప్రాణ ప్రియుడు యేసయ్యకు, నా కన్న తండ్రి నా యేసుకు. స్తుతి 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 ఆరాధన, హల్లెలూయా హల్లెలూయా ఆరాధన. స్తుతి 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 ఆరాధన, హల్లెలూయా హల్లెలూయా ఆరాధన. ఆరాధన 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 ఆరాధన. బలవంతుడా, జయశీరుడా, మృత్యుంజయుడా, నా జీవనదాత. బలవంతుడా, జయశీరుడా, మృత్యుంజయుడా, నా జీవనదాత. ఉన్నవాడ అనువాడానికి స్తోత్రము, సృష్టికర్త సజీవుడానికి స్తోత్రము. ఉన్నవాడ అనువాడానికి స్తోత్రము, సృష్టికర్త సజీవుడానికి స్తోత్రము. స్తుతి చేయుట నాకు ఎంత శోభస్కరము, స్తుతి చేయుట నాకు ఎంత శోభస్కరము. స్తుతి 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 ఆరాధన, హల్లెలూయా హల్లెలూయా ఆరాధన. స్తుతి 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 ఆరాధన, హల్లెలూయా హల్లెలూయా ఆరాధన. ఆరాధన 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 ఆరాధన. నీతి సూర్యుడా, నిజమైన దేవుడా,
శక్తివంతుడా సర్వశక్తిమంతుడా నీతి సూర్యుడా నిజమైన దేవుడా శక్తివంతుడా సర్వశక్తివంతుడా నీవు తప్ప ఎవరు నాకు లేదయ్యా నిన్ను తప్పు వేరే వారిని పూజింతునయా నీవు తప్ప ఎవరు నాకు లేదయ్యా నీవు తప్ప వేరే వారికి పూజింతునయా నిత్యమునే నామనుకే స్తుతించెదను నిత్యమునే నామనుకే స్తుతించెదను స్తుతి 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 ఆరాధన హల్లెలూయా హల్లెలూయా ఆరాధన స్తుతి 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 ఆరాధన హల్లెలూయా హల్లెలూయా ఆరాధన 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 हालेलुया धन्यवाद परमेश्वर प्रभु धन्यवाद धन्यवाद पवित्र पिता महिमा हो गौरव हो प्रशंसा हो प्रभु मन प्राण तुमको धन्यवाद करे परमेश्वर नित्य नित्य तुम्हारी आराधना करिया पाए तुम्हारी प्रशंसा करिवा पाए परमेश्वर प्रभु तुम्हें साहाय्य करो प्रभु तुम्हें आमर नित्य जीवी पिता अट प्रभु तुम्हें आमर शक्तिवंत परमेश्वर प्रभु बापा तुमको प्रभु प्रशंसा करिवार केते जे आमानकर सौभाग्य अटे प्रभु ओ प्रभु तुमको पूजा करिवा केते जे आमानक पाई सौभाग्य अटे प्रभु पिता तुम्हें आमर प्रभु नित्य पिता अट तुम्हें नित्य स्थायी परमेश्वर तुम्हें बलवान अट प्रभु तुम्हें जयवंत परमेश्वर तुम्हें मृत्युंजय पिता अट तुम्हें जीवन दाता परमेश्वर अट प्रभु हमें तुमको जेते स्तुति कले मध्य पिता हमें उणा अट प्रभु प्रभु तुम्हें महान परमेश्वर प्रभु धन्यवाद हो प्रभु तुम्हें पूजा प्रशंसा पाइबार योग्य अट प्रभु तुम नामर कोटि कोटि धन्यवाद प्रभु ए प्रभात समय बापा तुम लोक मान सहित बसवा पाए तुम्हारी गौरव करने प्रभु साहाय्य कल प्रभु से तुम नाम को कोटि कोटि धन्यवाद करे कोटि कोटि प्रशंसा करे प्रभु बापा इस समय तुम्हें गीतरे आराधना रे गौरव पाइछ तुम्हारी उपस्थित को प्रभु रखिल पिता तुम्हें आम सहित कथा है बापा तुम्हें आम सहित प्रभु तुम्हारी स्वर शुणा आम को शिखाइबा पाए आम को तुम्हारी सो प्रभु आगामी विषय जनाइबा पाए ओ प्रभु आमर दस दुर्बल प्रभु आम केते उणा पड़े ता तुम्हें कहवा पाए प्रभु तुम्हें आम संगे अल्लाह बोले धन्यवाद करो समय प्रभु तुम्हें सब विषय प्रभु महिमा पाओ तुम्हें आरंभ रु समाप्त पर्यंत तुम्हें चलाओ तुम्हें कढ़ाई नियो तुम्हें ही गौरव प्रशंसा पाओ बोली यही सुंदर सुजोग प्रभु तुम्हें देला बोली धन्यवाद यीशु को नाम रे छोट प्रार्थना मांगली पिता आमेन प्रेज द लॉर्ड दीदी सिस्टर प्रेज द लॉर्ड प्रेज द लॉर्ड प्रेज द लॉर्ड बहुत बहुत धन्यवाद दीदी बोझर सहित समस्त विषय प्रभु निकट में आराधना करी मन छुआ गीत हृदय स्पर्शी गीत गुड़ाक गाई आम को प्रभुंर निकटवर्ती कराई प्रभु आपण को आपण परिवार को सेवा कार्य बहुल बहुल भाव में आशीर्वाद करूँ ऑनलाइन ऑफलाइन रे व्यवहारित करी आग को कढ़ाई नियंतु धन्यवाद ए समय आम प्रार्थना करने जावा आम पीके राउल आगे अच्छा आज्ञा प्रार्थना करेंगे आम आराधना करगले आम रंजिता नायक दीदी परिवार पाए सेवा कार्य पाए विशेष प्रार्थना करेंगे वाक्य नहीं आसुँच आग को आमर हेजेन सूर्य आज्ञा परिवार पाए वाक्य निमंते से वाक्य जेपरिक आम हृदय रखी तदनुसार जीवन काटिबा से विशेष प्रार्थना करेंगे आते जन जड़ित अच्छु प्रत्येक परिवार पाए विशेष होस्ट को परिवार पाए पिला सेवा कार्य पाए विशेष प्रार्थना करेंगे
ଯଦି ପ୍ରାର୍ଥନା ଅନୁରୋଧ ଅଛି ଆଗକୁ ଆମମାନଙ୍କର ହୋଷ୍ଟ ମହାଶୟ ମଧ୍ୟସ୍ଥ ପ୍ରାର୍ଥନାରେ ଜଣାଇବେ ଆଉ ଆମେ ଅନ୍ୟାନ୍ୟ ପ୍ରାର୍ଥନା କରିବା। ଏ ପ୍ରାର୍ଥନା କରିବେ ଆଜ୍ଞା। ଓକେ, ପ୍ରାର୍ଥନା କରିବି। ଶୁଭା ଯାଉଛି? କହିଦେଲ। ଆଜ୍ଞା ଶୁଭା ଯାଉଛି ଆଜ୍ଞା। ଆଜ୍ଞା, ଓକେ, ଆସନ୍ତୁ ପ୍ରାର୍ଥନା କରିବା। ସର୍ବଶକ୍ତିମାନ ଦୟାଳୁ ପ୍ରଭୁ, ତୁମର ଧନ୍ୟବାଦ କରୁଛି, ତୁମର ପ୍ରଶଂସା କରୁଛି। ପ୍ରଭୁ, ଆଜି ପ୍ରଭାତ ସମୟରେ ତୁମର ଚରଣ ତଳେ ବସି ତୁମରି ଗୌରବ, ତୁମ ମହିମା, ତୁମରି ଉଦ୍ଦେଶ୍ୟରେ ଗୀତ ଗାନ କରି ତୁମରି ଧନ୍ୟବାଦ ସ୍ତୁତି କରିବା ପାଇଁ ଆମମାନଙ୍କୁ ସୁଯୋଗ ଦେଲ, ଧନ୍ୟବାଦ କରୁଛୁ। ପ୍ରଭୁ, ଧନ୍ୟବାଦ ଦେଉଛୁ, ତୁମରି ପ୍ରେମ, ତୁମରି ଅନୁଗ୍ରହ ଆମମାନଙ୍କ ପ୍ରତି ରହିଛି, ତୁମର ଗୌରବ କରୁଛୁ। ପ୍ରଭୁ, ଏହି ସମୟରେ ପ୍ରାର୍ଥନା କରୁଛୁ ବାପା। ପ୍ରଭୁ 4:30 ପ୍ରଭୁ ଯୋଉ ମଧ୍ୟସ୍ଥିତ ପ୍ରାର୍ଥନା ପ୍ରଭୁ ଯୋଉମାନେ ଉପସ୍ଥିତ ହୋଇ ପ୍ରାର୍ଥନା କରିଛନ୍ତି, ଯୋଉମାନେ ଲିଡିଂ କରିଛନ୍ତି, ସେମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ତୁମେ ଦୟା କର ବାପା, ଆଜି ସେମାନେ ତୁମେ ଯାହା ପ୍ରାର୍ଥନା କରିଛନ୍ତି ତାହା ତୁମେ ନିଶ୍ଚୟ ଉତ୍ତର ଦେଇଛ, ଧନ୍ୟବାଦ ଦେଉଛି। ପ୍ରଭୁ ଏହି ସମୟରେ ମଧ୍ୟ ପ୍ରଭୁ ଯୋଉ ଭଉଣୀ ରଞ୍ଜିତା ନାୟକ ପ୍ରଭୁ ସେ ଆଜି ପ୍ରଭୁ ଓଡ଼ିଆ ତେଲୁଗୁରେ ଯୋଉ ଗୀତ ଗାନ କରି ପ୍ରଭୁ ଆମମାନଙ୍କୁ ପ୍ରଭୁ ପ୍ରଭୁଙ୍କ ନିକଟକୁ ଆଣି ଅଛନ୍ତି ଆଧ୍ୟାତ୍ମିକ ବିଷୟ ନେଇ ପ୍ରଭୁ ତୁମର ଧନ୍ୟବାଦ କରୁଛି। ତାଙ୍କ ପରିବାରକୁ ତୁମେ ଆଶୀର୍ବାଦ କର, ତାଙ୍କ ସେବା କାର୍ଯ୍ୟରେ ଆଶୀର୍ବାଦ କର। ପ୍ରଭୁ ପ୍ରଭୁରେ ରହି ଯୋଉ ଗୀତ ଗାନ କରୁ ପ୍ରଭୁଙ୍କ ନିମନ୍ତେ, ପ୍ରଭୁଙ୍କ ଉଦ୍ଦେଶ୍ୟରେ ଯାହା ଆମେ କାର୍ଯ୍ୟ କରିଥାଉ, ପ୍ରଭୁ ସବୁ ବିଷୟ ତୁମେ ଉତ୍ତର ଦେଇଥିବା ପରମେଶ୍ୱର, ଆଶୀର୍ବାଦ କରିବା ପରମେଶ୍ୱର, ତୁମର ଧନ୍ୟବାଦ କରୁଛୁ। ପ୍ରଭୁ ତୁମେ ଦୟାକର ବାପା, ଆଜି ପ୍ରାର୍ଥନା କରୁଛି ବାପା ହୋଷ୍ଟ ମହାଶୟ ତାଙ୍କ ପରିବାରକୁ ତୁମର ହସ୍ତ ରଖିଲେ, ସେମାନଙ୍କର ସମସ୍ତ ସେବା କାର୍ଯ୍ୟରେ ତୁମେ ଆଶୀର୍ବାଦ କର। ଦୁଇଟି ଝିଅ ମଧ୍ୟ ପଢୁଛନ୍ତି, ସେମାନଙ୍କୁ ତୁମେ ଆଶୀର୍ବାଦ କର। ପ୍ରଭୁ ସେମାନେ ମଧ୍ୟ ଛୋଟବେଳ ଠାରୁ ପ୍ରଭୁରେ ରହି ଜୀବନ କାଟିବେ, ତୁମକୁ ଲକ୍ଷ୍ୟ ରଖି ଚାଲିବେ, ସାହାଯ୍ୟ କର। ମଙ୍ଗଳମୟ ପ୍ରଭୁ ଏହି ସମୟରେ ଭଉଣୀ ପ୍ରଭୁ ଆଜି ଯୋଉ ଲିଡିଂ କରୁଛନ୍ତି, ଭଉଣୀକୁ ତୁମେ ଆଶୀର୍ବାଦ କର ପ୍ରଭୁ। ପ୍ରଭୁ ତାଙ୍କୁ ତୁମେ ଦୟା କର, ତାଙ୍କ ପରିବାରକୁ ଆଶୀର୍ବାଦ କର। ପ୍ରଭୁ ଧନ୍ୟବାଦ ଦେଉଛୁ। ପ୍ରଭୁ ତୁମେ ଯେ ରଙ୍ଗନତ୍ର ଭାଇଙ୍କୁ ତୁମେ ଆଶୀର୍ବାଦ କରିଛ, ଧନ୍ୟବାଦ କରୁଛୁ। ପ୍ରଭୁ ଦୟା କର, ଆଜି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ପୁଣି ଆମେ ଯେତେ ଜଣ ଏ ଡିଭାଇସରେ ଜଏନ୍ ହେଇଛୁ ବାପା, ଆଜି ପ୍ରତ୍ୟେକଙ୍କୁ ତୁମେ ଆଶୀର୍ବାଦ କର। ସମସ୍ତଙ୍କ ଜୀବନର ଅଭାବ ଅସୁବିଧା, ରୋଗ ବ୍ୟାଧି, ଚିନ୍ତା ଦୁଃଖ ଯାହା ଅଛି ଯୀଶୁ ନାମରେ ସବୁ ଦୂର କର ଏବଂ ତୁମଠାରେ ରହି ତୁମର ଗୌରବ ମହିମା କରିବେ, ସାହାଯ୍ୟ କର। ପ୍ରଭୁ ପ୍ରାର୍ଥନା କରୁଛୁ, ବିଶେଷ କରି ଆଜି ଯୋଉ ବାକ୍ୟ ଆମେ ଶୁଣିବାକୁ ଯାଉଛୁ, ଭାଇ ସୂର୍ଯ୍ୟ ଭାଇଙ୍କୁ ତୁମର ହସ୍ତ ହେଉଛି, ତୁମ ଦାସଙ୍କୁ ତୁମେ ହଜାଏ ଲୁଚାଇ କଥା କୁହ, ତୁମର ପବିତ୍ର ଆତ୍ମାର ଅଭିଷେକ କର। ହେ ପ୍ରଭୁ ଯୋଉ ବାକ୍ୟ ତାଙ୍କୁ ଦେଇଛ, ସେ ବାକ୍ୟ ପ୍ରଭୁ ଆମମାନଙ୍କ ମଧ୍ୟରେ ପରିବେଷଣ କରିବାକୁ ଯାଉଛନ୍ତି, ପ୍ରଭୁ ଦୟାକର ତାଙ୍କୁ ତୁମେ ଆଶୀର୍ବାଦ କର, ତୁମରି ପବିତ୍ର ଆତ୍ମାର ଅଭିଷେକ କର। ପ୍ରଭୁ ଆମେ ଯୋଉ ବାକ୍ୟ ମଧ୍ୟ ଆମେ ପ୍ରଭୁ ଗ୍ରହଣ କରିବାକୁ ଯାଉଛୁ, ପ୍ରଭୁ ସେଇ ବାକ୍ୟକୁ ଆମେ ସତ୍ୟତାରେ, ପବିତ୍ରତାରେ, ମର୍ଯ୍ୟାଦାର ସହିତ ବାକ୍ୟକୁ ଆମେ ଗ୍ରହଣ କରିବୁ, ତଦନୁଯାୟୀ ପରିଚାଳିତ ହେବୁ। ସେ ଆଶୀର୍ବାଦ କର ପ୍ରଭୁ। ଏ ରିଅଲ ମିନିଷ୍ଟ୍ରି ଅଫ୍ ଇଣ୍ଡିଆ ଜୁମ୍କୁ ତୁମର ହସ୍ତ ରଖିଲେ, ଅନେକ ଲୋକ ଯେମିତିକି ପ୍ରଭୁ ଯୋଡ଼ି ହେବେ, ଅନେକ ଲୋକ ଯେମିତିକି ଆସିବେ, ଜଏନ୍ ହେବେ, ପ୍ରଭୁ ସେପରି ସାହାଯ୍ୟ କର। ଧନ୍ୟବାଦ ଦଉଛୁ, ଆମର ପ୍ରାର୍ଥନା ଶୁଣିଲେ, ଉତ୍ତର ଦେଲ। ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ଛୋଟ ଭିକ୍ଷା ମାଗୁଛେ, ଆମେନ୍। ବହୁତ ଧନ୍ୟବାଦ ଆଜ୍ଞା। ପଛର ସହିତ ସମସ୍ତ ବିଷୟ ପ୍ରାର୍ଥନା କରିଛନ୍ତି। ପ୍ରଭୁ ଆପଣଙ୍କୁ, ଆପଣଙ୍କ ପରିବାରକୁ ସେବା କାର୍ଯ୍ୟରେ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏ ସମୟରେ ଆମେ ମୁଖ୍ୟ ବିଷୟକୁ ଆସି ଯାଇଛୁ, ବାକ୍ୟ ଶୁଣିବାର ରହିଅଛି। ଯେଉଁ ବାକ୍ୟରେ କି ଜୀବନ ଅଛି, ଯେଉଁ ବାକ୍ୟରେ କି ଅନନ୍ତ ଜୀବନ ଅଛି, ଯେଉଁ ବାକ୍ୟ କି ମଧୁ ଚାକଠାରୁ ସୁମିଷ୍ଟ। କାରଣ ବାକ୍ୟରେ ଲେଖାଯାଏ, ମନୁଷ୍ୟ ରୁଟିରେ ବଞ୍ଚିବ ନାହିଁ, ଈଶ୍ୱରଙ୍କର ପ୍ରତ୍ୟେକ ମୁଖ ନିର୍ଗତ ବାକ୍ୟରେ ବଞ୍ଚିବ। ସେଇ ଜୀବନ୍ତ ଜ୍ୱଳନ୍ତ ବାକ୍ୟକୁ ନେଇ ପ୍ରଭୁଙ୍କର ଆଉ ଦାସ ଆସୁଅଛନ୍ତି, ଯେ କି ପାଳକ କାର୍ଯ୍ୟ କରି ଅନେକ ଲୋକମାନଙ୍କୁ ଶିକ୍ଷା ପରାମର୍ଶ ଦେଇ ଅନେକ ହଜାର ମାନଙ୍କୁ ଲାଭ କରି ଆସୁଅଛନ୍ତି। ଖାଲି ଅଫଲାଇନ ରେ ଯେ ଶିକ୍ଷା ଦିଅନ୍ତି ତାହା ନୁହଁ, ଅନଲାଇନ ଅଫଲାଇନ ରେ ଶିକ୍ଷା ଦେଇ ଅନେକ ହଜାର ମାନଙ୍କୁ ଲାଭ କରି ଆଜି ପର୍ଯ୍ୟନ୍ତ ସେବା କାର୍ଯ୍ୟରେ ଲିପ୍ତ ହୋଇ ଆସୁଅଛନ୍ତି। ଆଉ ସେ କେହି ନୁହନ୍ତି, ଆମମାନଙ୍କର ସୂର୍ଯ୍ୟ ଆଜ୍ଞା। ମୁଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ନାମରେ ତାଙ୍କୁ ସ୍ୱାଗତ ଜଣାଏ। ସ୍ୱାଗତ ଜଣାଇବା ପୂର୍ବରୁ ମୁଁ ଗୋଟେ ବାକ୍ୟ ଅଧ୍ୟୟନ କରିବି, ତାପରେ ଆମେ ଆଉ ଆଜ୍ଞାଙ୍କୁ ସ୍ୱାଗତ କରିବା। ପ୍ରଭୁ ସଦାପ୍ରଭୁ କହନ୍ତି, ଦେଖ ଯେଉଁ ଦିନ ଆମ୍ଭେ ଏହି ଦେଶକୁ ଦୁର୍ଭିକ୍ଷ ପ୍ରେରଣ କରିବା, ଏପରି ଦିନ ଆସୁଅଛି
ତାହା ଅନ୍ନକ୍ୟ ବା ଜଳ ପିପାସର ଦୁର୍ଭିକ୍ଷ ନୁହେଁ, ମାତ୍ର ସଦାପ୍ରଭୁଙ୍କର ବାକ୍ୟ ଶୁଣିବାର ଦୁର୍ଭିକ୍ଷ ହେବ। ଲୋକମାନେ ଏକ ସମୁଦ୍ର ଠାରୁ ଅନ୍ୟ ସମୁଦ୍ର ପର୍ଯ୍ୟନ୍ତ ଓ ଉତ୍ତର ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଭ୍ରମଣ କରିବେ। ସେମାନେ ସଦାପ୍ରଭୁଙ୍କର ବାକ୍ୟର ଅନ୍ୱେଷଣ କରିବା ପାଇଁ ଏଣେ ତେଣେ ଦୌଡ଼ିବେ, ଆଉ ତାହା ପାଇବେ ନାହିଁ। ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ମୁଁ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ନାମରେ ଆମମାନଙ୍କର ସୂର୍ଯ୍ୟ ଆଜ୍ଞାଙ୍କୁ ସମ୍ମୁଖକୁ ଆହ୍ୱାନ କରେ। ସେ ଯେତେ ସମ୍ମୁଖକୁ ଆସିବେ ଆମେ ସମସ୍ତେ କରତାଳ ସହିତ ଆଜ୍ଞାଙ୍କୁ ସ୍ୱାଗତ କରିବା। ପ୍ରେଜ୍ ଦ ଲର୍ଡ। ନମସ୍କାର ଆଜ୍ଞା। ପ୍ରେଜ୍ ଦ ଲର୍ଡ। ନମସ୍କାର ନମସ୍କାର। ଭଏସ ଟିକେ ଶୁଭୁଛି ତ? ଭଏସ ଆଜ୍ଞା ଶୁଭା ଯାଉଛି। ସର୍ବପ୍ରଥମେ ମୁଁ ଆମମାନଙ୍କର ସୃଷ୍ଟିକର୍ତ୍ତାଙ୍କୁ ଧନ୍ୟବାଦ ଦିଏ। ପ୍ରଭୁଙ୍କ ଅନୁଗ୍ରହରୁ ଆମମାନେ ନୂତନ ପ୍ରଭାତରେ ଆଜି ପହଞ୍ଚି ଅଛୁ, ନୂତନ ଦିନ ଦେଖି ପାରିଛୁ। ଆଉ ଏଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ତତ୍ ସହିତ ରିଏଲ ମିନିଷ୍ଟ୍ରି ଅଫ ଇଣ୍ଡିଆର ଆମମାନଙ୍କର ପ୍ରିୟ ପିଟର ଆଜ୍ଞାଙ୍କୁ, ତତ୍ ସହିତ ଆଜିର ପରିଚାଳନା କରୁଥିବା ଦିଦିଙ୍କୁ, ପୁଣି ଆରାଧନା କରୁଥିବା ଭଉଣୀଙ୍କୁ, ମୋ ପାଇଁ ପ୍ରାର୍ଥନା କରିଥିବା ପ୍ରଭୁଙ୍କ ଦାସଙ୍କୁ, ପ୍ରତ୍ୟେକଙ୍କୁ ମୁଁ ପ୍ରଭୁ ଯୀଶୁଙ୍କ ନାମରେ ନମସ୍କାର, କୃତଜ୍ଞତା ଜ୍ଞାପନ କରେ। ଆମେ ସମସ୍ତେ କହିବା ହାଲେଲୁୟା। ସମସ୍ତେ ଆମେ ପ୍ରଭୁଙ୍କ ପ୍ରଶଂସା କରିବା ହାଲେଲୁୟା ହାଲେଲୁୟା। ପ୍ରଭୁଙ୍କ ମହତ ପବିତ୍ର ନାମର ଧନ୍ୟବାଦ ହଉ। ଅନେକ ଦିନ ପରେ ଆଜି ପୁଣି ଥରେ ରିଏଲ ମିନିଷ୍ଟ୍ରିକୁ ଆସିବାର ସୁଯୋଗ ପ୍ରଭୁ ମତେ ଦେଲେ, ଏଣୁ ମୁଁ ପ୍ରଭୁଙ୍କୁ ଧନ୍ୟବାଦ ଦିଏ। ଲଗଭଗ 1.5 ବର୍ଷ ପରେ ମୁଁ ପୁଣି ଥରେ ରିଏଲ ମିନିଷ୍ଟ୍ରିରେ ଈଶ୍ୱରଙ୍କ ବାକ୍ୟ ନେଇ ଆସିବାର ସୁଯୋଗ ପାଇଅଛି। এই যে ସୁଯୋଗ ପ୍ରଭୁ ଆମମାନଙ୍କୁ ଦେଇଛନ୍ତି, ବାସ୍ତବରେ ମୋ ପାଇଁ ଆନନ୍ଦର ବିଷୟ। ଆମେ ଯେତେବେଳେ ଗୋଟେ ବାକ୍ୟ ପ୍ରସ୍ତୁତ ହଉ, ସେ ବାକ୍ୟ ଅଫଲାଇନରେ ତ ଆମେ କହୁ ହିଁ କହୁ, ଆଉ ଅନଲାଇନରେ ବି କହିଲେ ଅନେକ ଲୋକମାନେ ୟୁଟ୍ୟୁବ ମାଧ୍ୟମରେ ଶୁଣନ୍ତି। ଏଣୁ ଆମମାନେ ଇଣ୍ଟରେଷ୍ଟ ଥାଉ ଯେ ଯେମିତି ହେଲେ ବି ଏହାକୁ ଅନଲାଇନରେ ମଧ୍ୟ ପ୍ରଚାର କରାଯାଉ। ତ ରିଏଲ ମିନିଷ୍ଟ୍ରିକୁ ମୁଁ ଧନ୍ୟବାଦ ଦେବି ଏ ସୁଯୋଗ ମତେ ଦେଇଥିବା ସକାଶେ। ପ୍ରେଜ୍ ଦ ଲର୍ଡ। ବହୁତ ଧନ୍ୟବାଦ। ଆସନ୍ତୁ ଆମମାନେ ଆଜିର ଚିନ୍ତା ନିମନ୍ତେ ଆମମାନେ ଈଶ୍ୱରଙ୍କ ବାକ୍ୟର ଚିନ୍ତା କରିବା। ମାଥ୍ୟୁ ପୁସ୍ତକ 24 ଅଧ୍ୟାୟ ତାହାର 24 ପଦ ପଢିବା ପାଇଁ କିଏ ଅଛନ୍ତି ଯଦି ମତେ ଟିକେ ସାହାଯ୍ୟ କରିବେ। କାରଣ ଭଣ୍ଡ ଖ୍ରୀଷ୍ଟମାନେ ଓ ଭଣ୍ଡ ଭାବବାଦୀମାନେ ଉଠି ଏପରି ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ଦେଖାଇବେ ଯେ, ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଗୋଟେ ସେକେଣ୍ଡ ପ୍ରାର୍ଥନା କରିବା। ଆମମାନଙ୍କର ଜୀବିତ ପରମେଶ୍ୱର, ତୁମ ପବିତ୍ର ନାମର ଗୌରବ କରୁଛି ପ୍ରଭୁ। ଆମେ ଯୋଉ ଶାସ୍ତ୍ରାଂଶ ପଠନ କରିଅଛୁ, ବାକ୍ୟ ପଢିଅଛୁ, ତହିଁର ମହତ୍ଵ ଆତ୍ମାରୂପୀ ଈଶ୍ୱର ତୁମେ ନିଜେ ପ୍ରକାଶ କର। ପ୍ରଭୁ ତୁମେ ମତେ ହଜାଅ, ଲୁଚାଅ। ତୁମର ସେ ଆତ୍ମା, ପବିତ୍ର ଆତ୍ମା, ଅଗ୍ନି ରୂପ ଆତ୍ମା ମୋ ଜିହ୍ବାକୁ ସ୍ପର୍ଶ କରୁ। ପ୍ରଭୁ ତୁମେ ଆପଣା ଲୋକମାନଙ୍କ ନିମନ୍ତେ ଏ ବାକ୍ୟ ତୁମେ ଯାହା ରଖିଅଛ ତାହା ତୁମେ ପ୍ରକାଶ କର। ତୁମେ ଗୌରବ, ପ୍ରଶଂସା, ମହିମା ପାଅ। ପ୍ରାର୍ଥନା ଯୀଶୁଙ୍କ ନାମରେ ମାଗିଲେ, ଆମେନ୍। ପ୍ରେଜ୍ ଦ ଲର୍ଡ। ଶାସ୍ତ୍ରାଂଶ ଯାହା ମାନେ ପଠନ କରିଅଛୁ ଆମମାନଙ୍କ ନିମନ୍ତେ ସମ୍ପୂର୍ଣ୍ଣ ଭାବରେ ଏଟା ପୁରୁଣା ଅଟେ। ଆମମାନେ ପ୍ରାୟତଃ ଏ ଅଂଶରୁ ଅନେକ ଏ ଦିନ ମାନଙ୍କରେ ଆମେ ଶିକ୍ଷା ପାଇ ଆସୁଅଛୁ। କାରଣ ଏ ଦିନ ମାନଙ୍କରେ ଶେଷ ସମୟ ଉପରେ ଅନେକ ଶିକ୍ଷା ଆମେ ପ୍ରାପ୍ତ ହୋଇ ଆସୁଅଛୁ। ଆଗମନ ସମ୍ବନ୍ଧୀୟ, ଶେଷ ସମୟ କାଳ, ଶେଷ କାଳ, ପ୍ରଭୁଙ୍କ ରାଜ୍ୟ ସନ୍ନିକଟ, ସମୟ ସନ୍ନିକଟ, ଏପରି ଶିକ୍ଷାରେ ଆମମାନେ ଅତିବାହିତ କରୁଛୁ। ଏ ଦିନ ମାନଙ୍କରେ ଯଥେଷ୍ଟ ସଭା ସମିତିରେ, ଜୁମ୍ ମାନଙ୍କରେ ପ୍ରଭୁଙ୍କ ଆଗମନ ବିଷୟରେ ଆମେ ବାକ୍ୟ ଶୁଣି ଆସୁଅଛୁ। କିନ୍ତୁ ଯୋଉ ଅଂଶକୁ ଆଜି ପଠନ କଲୁ, ଆଗମନ ସମୟରେ, ଆଗମନ ସମ୍ବନ୍ଧରେ, ଖ୍ରୀଷ୍ଟଙ୍କ ଶିକ୍ଷା ସମ୍ବନ୍ଧରେ ଗୋଟେ ବିଷୟ ପ୍ରକାଶ କରିବା ପାଇଁ ଶାସ୍ତ୍ରରେ ପ୍ରଭୁ ଯୀଶୁ କହୁଅଛନ୍ତି, ତାହା ହଉଛି ତେବେ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ। ଆଜିର ବାକ୍ୟର ଟପିକ ଏହା ଅଟେ ଯେ ତେବେ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ, ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ କରାଯିବେ। ଶାସ୍ତ୍ର ଯାହା ମାନଙ୍କୁ ପ୍ରକାଶ କରେ, କାରଣ ଭଣ୍ଡ ଖ୍ରୀଷ୍ଟ ମାନେ
ଅର୍ଥାତ୍ ଭଣ୍ଡ ଭାବବାଦୀ ମାନେ ଉଠି ଏପରି ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ସୁଦ୍ଧା ଦେଖାଇବେ, ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକଙ୍କୁ ସୁଦ୍ଧା ଭ୍ରାନ୍ତ କରିବେ। ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଶିକ୍ଷା, ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଚିନ୍ତାଧାରା, ଈଶ୍ୱରଙ୍କର ରାଜ୍ୟ ସମ୍ବନ୍ଧୀୟ ଚିନ୍ତାଧାରା ଉପରେ ଭ୍ରାନ୍ତ ବୋଲି ଗୋଟେ ଯୋଉ ଶବ୍ଦକୁ ଏ ସ୍ଥାନରେ ଉଲ୍ଲେଖ କରାଯାଉଛି, ତାହାକୁ ଆଜି ମୁଁ ପ୍ରକାଶ କରିବା ପାଇଁ ଚାହେଁ। ମାଥ୍ୟୁ ପୁସ୍ତକ 24 ଅଧ୍ୟାୟରେ ଯୋଉ ଅଂଶକୁ ଆମେ ପଢୁ, ଯୀଶୁ ଆରମ୍ଭ କଲେ ଜେରୁସାଲେମ ମନ୍ଦିର ଉପରେ, ଏଇ ପ୍ରସ୍ତର ଉପରେ ରହିବ ନାହିଁ, ଆକାଶରେ ନାନା ଅଦ୍ଭୁତ କର୍ମମାନ ଦେଖାଯିବ, ସ୍ଥାନେ ସ୍ଥାନେ ଭୂମିକମ୍ପ ହେବ, ଅଧର୍ମ ବୃଦ୍ଧି ପାଇବ, ଆଉ ଲୋକମାନଙ୍କର ପ୍ରେମ ଶିଥିଳ ହେବ, ପୁଣି ଲୋକମାନେ ତୁମମାନଙ୍କୁ କାରାଗାରରେ ନିକ୍ଷେପ କରିବେ, ମୋ ନାମ ସକାଶେ ତୁମେ ଅନେକଙ୍କ ଦ୍ୱାରା ନିନ୍ଦିତ ହେବ। ଏ କଥା ସେ କହୁଥିବା ସମୟରେ, ତାଙ୍କ ଆଗମନ ସମ୍ବନ୍ଧରେ ସେ ନିଜର ଉକ୍ତି ପ୍ରକାଶ କରୁଥିବା ସମୟରେ ଏଇ ଅଧ୍ୟାୟରେ ହିଁ 4 ଥର ଗୋଟେ ଶବ୍ଦକୁ ଉଲ୍ଲେଖ କରାଯାଉଛି, ତାହା ହଉଛି ଭ୍ରାନ୍ତ। ଭ୍ରାନ୍ତ ଶବ୍ଦ ସକାଳୁ କଣ ଆଜ୍ଞା ଗୋଟେ ଏମିତି ବିଷୟ କହୁଛନ୍ତି ବୋଲି ମାନେ ଭାବିପାରୁ, କିନ୍ତୁ ଯେଉଁ ବାକ୍ୟ, ଯେଉଁ ଈଶ୍ୱରଙ୍କର ବାକ୍ୟ ଆମମାନଙ୍କୁ ପଠନ କରୁଥିବା ସମୟରେ ଖ୍ରୀଷ୍ଟଙ୍କ ବିଷୟ ପ୍ରକାଶ କରେ, ପରିତ୍ରାଣକର୍ତ୍ତା ଯୀଶୁଙ୍କ ବିଷୟ ପ୍ରକାଶ କରେ, ସେଇ ବାକ୍ୟ ଭଣ୍ଡ ଖ୍ରୀଷ୍ଟଙ୍କ ବିଷୟରେ ମଧ୍ୟ ଆମମାନଙ୍କୁ ପ୍ରକାଶ କରେ। ଯେଉଁ ବାକ୍ୟ ଆମମାନଙ୍କୁ ଖ୍ରୀଷ୍ଟଙ୍କର ପ୍ରେମ ବିଷୟ ପ୍ରକାଶ କରେ, ସେ ବାକ୍ୟ ଆମମାନଙ୍କୁ ଖ୍ରୀଷ୍ଟଙ୍କ ଶାସନ ବିଷୟ ମଧ୍ୟ ପ୍ରକାଶ କରେ। ଯେଉଁ ବାକ୍ୟ ଆମେ ପଠନ କରିବା ଦ୍ୱାରା ଆମେ ଈଶ୍ୱରଙ୍କର ରାଜ୍ୟ ସମ୍ବନ୍ଧୀୟ ବିଷୟ ଜାଣିପାରୁ, ସେ ବାକ୍ୟରେ ଭଣ୍ଡ ଖ୍ରୀଷ୍ଟ ବିଷୟରେ, ଭଣ୍ଡ ଶିକ୍ଷା ବିଷୟରେ ମଧ୍ୟ ପ୍ରକାଶ କରାଯାଏ। 4 ଥର ଉଲ୍ଲେଖ କରାଯାଉଛି ଅଧ୍ୟାୟରେ, ଯେ 4 ପଦରେ ଲେଖା ଯାଉଛି, ସେଥିରେ ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, ସାବଧାନ, କେହି ଯେପରି ତୁମମାନଙ୍କୁ ଭ୍ରାନ୍ତ ନ କରେ। ପ୍ରଥମ 4 ପଦରେ ଲେଖା ଯାଉଛି ସାବଧାନ, କିଏ ଯେମିତି ତୁମକୁ ଭ୍ରାନ୍ତ ନ କରେ। ପୁଣି 5 ପଦରେ ପୁଣି ସେଇ ଶବ୍ଦକୁ ଉଲ୍ଲେଖ କରାଯାଉଛି, କାରଣ ଅନେକ ମୋ ନାମରେ ଆସି ମୁଁ ଖ୍ରୀଷ୍ଟ ବୋଲି କହି ଅନେକଙ୍କୁ ଭ୍ରାନ୍ତ କରିବେ। ନମ୍ବର 2, ନମ୍ବର 3, 11 ପଦରେ ମଧ୍ୟ ଲେଖା ଯାଉଛି, ଆଉ ଅନେକ ଭଣ୍ଡ ଭାବବାଦୀ ମାନେ ଉଠି ଅନେକଙ୍କୁ ଭ୍ରାନ୍ତ କରିବେ। 4 ଥର, ପୁଣି 24 ପଦରେ 4 ଥର ଗୋଟିଏ ବିଷୟକୁ ଉଲ୍ଲେଖ କରାଯାଉଛି, ସେଇଟା ହଉଛି ଭ୍ରାନ୍ତ। ଏଣୁ ଯୀଶୁ 24 ପଦରେ କହିଲେ, ଅନେକ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ। ତେବେ ମନୋନୀତ ଲୋକ କିଏ ଅଟନ୍ତି? ସେ ବଛା ଲୋକ ସବୁ କିଏ ଅଟନ୍ତି? ସେ ସିଲେକ୍ସନ ଲୋକ ସବୁ କିଏ ଅଟନ୍ତି? ଯୋଉମାନେ ଭ୍ରାନ୍ତ ହେଇଯିବାର ସୁଯୋଗ ଅଛି, ସେମାନେ ପଡିଯିବାର ଚାନ୍ସେସ୍ ଅଛି, ତାହା ଆଜି ଆମେ ଚିନ୍ତା କରିବା। କିଏ ଯଦି ଶାସ୍ତ୍ର ପଠନ କରୁଛନ୍ତି ମତେ ସାହାଯ୍ୟ କରିବେ। ରୋମିଓ 8 ଅଧ୍ୟାୟ 28 ଏବଂ 29 ପଦ ଟିକେ ପଢନ୍ତୁ। ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ। 7ଟି ବିଷୟ ମୁଁ ରଖିବା ପାଇଁ ଚାହେଁ, ଆମେ ଟିକେ ଶୀଘ୍ର ଯିବା। ଯେଉଁମାନେ ଈଶ୍ୱରଙ୍କୁ ପ୍ରେମ କରନ୍ତି, ଯେଉଁମାନେ ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ହୋଇଅଛନ୍ତି, ଈଶ୍ୱର ଯେ ସମସ୍ତ ବିଷୟରେ ସେମାନଙ୍କର ମଙ୍ଗଳ ସାଧନ କରନ୍ତି, ଏହା ଆମ୍ଭେମାନେ ଜାଣୁ। କାରଣ ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କ ପ୍ରତିମୂର୍ତ୍ତିର ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। ଯେଉଁମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ପ୍ରିୟ ପ୍ରଭୁଙ୍କ ଲୋକମାନେ, ସେ ଏମିତି ଅନେକଙ୍କୁ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ସେ ଆପଣାର ସଂକଳ୍ପ ଅନୁସାରେ, ଆପଣାର ନିରୂପିତ ସଂକଳ୍ପ ଯୋଜନା ଅନୁସାରେ ମନୋନୀତ କଲେ। ଏହା ହଉଛି ମନୋନୀତ ଲୋକମାନଙ୍କର ବିଷୟ ମୁଁ କହିବା ପାଇଁ ଚାହେଁ, ଯେ ସେମାନେ ହଉଛନ୍ତି ତାହାଙ୍କ ସଂକଳ୍ପ ଅନୁସାରେ ମନୋନୀତ ହୋଇଥିବା ଲୋକ ଅଟନ୍ତି। ତାହାଙ୍କର ପୂର୍ବ ଆହ୍ୱାନ, ପୂର୍ବ ଯୋଜନା ଅନୁସାରେ ସେ ସେମାନଙ୍କୁ ମନୋନୀତ କରିଛନ୍ତି। 7ଟା ବିଷୟର ନମ୍ବର 1, ଯେ ସେ ଆପଣା ଯୋଉମାନଙ୍କୁ ସେ ପୂର୍ବରୁ ଜାଣିଥିଲେ, ସେମାନଙ୍କୁ ତାହାଙ୍କ ପୁତ୍ରଙ୍କର ପ୍ରତିମୂର୍ତ୍ତିରେ ଅନୁରୂପ ହେବା ନିମନ୍ତେ ସେ ପୂର୍ବରୁ ନିରୂପଣ ମଧ୍ୟ କରିଥିଲେ, ଯେପରି ସେ ଅନେକଙ୍କ ଭ୍ରାତାଙ୍କ ମଧ୍ୟରେ ଅଗ୍ରଜ ହୁଅନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ପୁତ୍ରଙ୍କ ଅନୁରୂପୀ ହେବା ନିମନ୍ତେ ମନୋନୀତ ହେଇଥିବା ଲୋକମାନେ ହେଉଛନ୍ତି ଏମାନେ
ଯୋଉମାନେ ମନୋନୀତ ଲୋକମାନଙ୍କ ହିସାବରେ ଅଛନ୍ତି, ଲିଷ୍ଟରେ ଅଛନ୍ତି, ଯାହାମାନଙ୍କୁ ପାଉଲ ରୋମିଓ ପୁସ୍ତକରେ ପ୍ରକାଶ କରୁଛନ୍ତି। 2 ନମ୍ବର ବିଷୟ, ଏଫେସୀୟ ପୁସ୍ତକ 1 ଅଧ୍ୟାୟ ତାର 9 ପଦ। ଏଫେସୀୟ ପୁସ୍ତକ ଖୋଲିକି ରଖିବା। କ୍ରିୟାକର୍ମରୁ ନୁହେଁ, ଯେପରି କେହି ଦର୍ପ ନ କରେ। ସରି, ଗାଲାତୀୟ ପଢନ୍ତୁ। ଦୁଇର ନଅ। ଓକେ, ପଢନ୍ତୁ। ଆଉ ଯେତେବେଳେ ସେମାନେ ମତେ ପ୍ରଦତ୍ତ ଅନୁଗ୍ରହ ବିଷୟ ବୁଝିଲେ, ସେତେବେଳେ ସ୍ତମ୍ଭ ସ୍ୱରୂପେ ଖ୍ୟାତ ଯାକୁବ, କେଫା ଓ ଯୋହନ ମତେ ଓ ବର୍ଣ୍ଣବାଙ୍କୁ ସହଭାଗିତାର ଦକ୍ଷିଣ ହସ୍ତ ପ୍ରଦାନ କଲେ, ଯେପରି ଆମ୍ଭେମାନେ ବିଜାତିମାନଙ୍କ ମଧ୍ୟରେ କାର୍ଯ୍ୟ କରୁ ଓ ସେମାନେ ସୁନ୍ନତିମାନଙ୍କ ମଧ୍ୟରେ କାର୍ଯ୍ୟ କରନ୍ତି। ନାଇଟ୍ ସିଷ୍ଟର ଟିକେ ରୁହନ୍ତୁ। ଏଫେସୀୟ 1 ର 9 ହିଁ ପଢନ୍ତୁ, ମୁଁ ପଢୁଛି। ପୂର୍ବରୁ ସଂକଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛା ଅନୁସାରେ ସେ ଆମମାନଙ୍କୁ ଆପଣା ଇଚ୍ଛାର ନିଗୁଡ ତତ୍ତ୍ୱ ଜ୍ଞାନ ପ୍ରକାଶ କରିଅଛନ୍ତି। 1 ର 9 ପଦ, ଏଫେସୀୟ 1 ର 9 ହିଁ ମୁଁ ପଢୁଛି। ଏପରି ଏକ ନିଗୁଡ ତତ୍ତ୍ୱ ସେ ଆପଣା ଲୋକମାନଙ୍କ ନିକଟରେ ପ୍ରକାଶ କରନ୍ତି। ଲେଖାଯାଉଛି, ପୂର୍ବରୁ ସଂକଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛା ଅନୁସାରେ। ଈଶ୍ୱରଙ୍କର ସଂକଳ୍ପ ପୂର୍ବରୁ ଅଛି ଯେ ସେ କେତେ ଲୋକକୁ ମନୋନୀତ କରୁଅଛନ୍ତି, ସେ କେତେ ଲୋକକୁ ବାଛିଅଛନ୍ତି। ଲେଖାଯାଉଛି, ପୂର୍ବରୁ ସଂକଳ୍ପ କରିଥିବା ଆପଣା ମଙ୍ଗଳମୟ ଇଚ୍ଛା ଅନୁସାରେ ସେ ଆମ୍ଭମାନଙ୍କୁ ଆପଣା ଇଚ୍ଛାର ନିଗୁଡ ତତ୍ତ୍ୱ ଜ୍ଞାନ ପ୍ରକାଶ କରିଅଛନ୍ତି। ଏ ମନୋନୀତ ଲୋକମାନେ ସେମାନେ ଅଟନ୍ତି ଯେଉଁମାନେ ଈଶ୍ୱରଙ୍କ ଇଚ୍ଛାରେ ଈଶ୍ୱରଙ୍କର ନିଗୁଡ ତତ୍ତ୍ୱ, ଖ୍ରୀଷ୍ଟଙ୍କର ନିଗୁଡ ତତ୍ତ୍ୱ ଏମାନେ ପ୍ରାପ୍ତ ହେଇ ଅଛନ୍ତି। ଲେଖାଯାଉଛି, ଖ୍ରୀଷ୍ଟଙ୍କର ନିଗୁଡ ତତ୍ତ୍ୱ ପାଇବା ପାଇଁ ଖ୍ରୀଷ୍ଟ ନିଜେ ଇଚ୍ଛା କରି ସେମାନଙ୍କ ନିକଟରେ ଆପଣାକୁ ପ୍ରକାଶ କରନ୍ତି। ହାଲେଲୁୟା। ଆଉ ପ୍ରଭୁଙ୍କର ନିଗୁଡ ତତ୍ତ୍ୱ ଜାଣିବା ପାଇଁ ଆମେ ଅନେକ ଚେଷ୍ଟା କରୁ, ଇଚ୍ଛା କରୁ, ଆଉ ସେ ଯାହା ନିକଟରେ ଆପଣାକୁ ପ୍ରକାଶ କରନ୍ତି ସେମାନେ ହିଁ ପାଇବେ। ପ୍ରେଜ୍ ଦ ଲର୍ଡ। ମୁଁ 4:30 ର ପ୍ରାର୍ଥନାରେ ଜଣେ ଭଉଣୀ ପ୍ରାର୍ଥନା କରୁଥିଲେ ଦୁଃଖର ସହିତ, ଶୁଣି ମତେ ଭାରି କଷ୍ଟ ଲାଗିଲା। ସେ ପୁଣି କେତେକ ନିରୀହ ଲୋକମାନଙ୍କ ନିମନ୍ତେ ପ୍ରାର୍ଥନା କରୁଛନ୍ତି। ସେ ତାର ବାରମ୍ବାର ପ୍ରାର୍ଥନାରେ ମଧ୍ୟ ସେଇ ପରିବାର, ସେଇ ପିଲାମାନଙ୍କର ସ୍ଥିତି ପରିବର୍ତ୍ତନ ହଉନାହିଁ, ସେ ଦୁଃଖିତ ହେଇଯାଉଛନ୍ତି। ଆଉ ଦୁଃଖରେ ସେ ଭଉଣୀ ପ୍ରାର୍ଥନା କରୁଥିଲେ, ମୁଁ ଶୁଣି ମତେ ଭାରି କଷ୍ଟ ଲାଗିଲା। ନିଶ୍ଚୟ ଆମେ ତାଙ୍କ ପାଇଁ ପ୍ରାର୍ଥନା କରିବା। ମୁଁ ପ୍ରକାଶ କରିବା ପାଇଁ ଚାହେଁ, ଈଶ୍ୱର ଚାହାନ୍ତି ବେଳେ ବେଳେ ଆମେ ଦୁଃଖୀ ରହୁ। କେତେଟା ପ୍ରାର୍ଥନାର ଉତ୍ତର ଈଶ୍ୱର ଲେଟ୍ କରନ୍ତି, କେତେକ ପ୍ରାର୍ଥନାର ଉତ୍ତର ଈଶ୍ୱର ଦିଅନ୍ତି ନାହିଁ, ଯେଉଁ ଦ୍ୱାରା ଆମେ ସେ ସମସ୍ୟାରେ ସଫର କରିଥାଉ। ଈଶ୍ୱର ଚାହିଁଲେ ତାଙ୍କ ନିଗୁଡ ତତ୍ତ୍ୱ, ଖ୍ରୀଷ୍ଟ ଚାହିଁଲେ ତାଙ୍କ ନିଗୁଡ ତତ୍ତ୍ୱ ସେ ଏମାନଙ୍କ ନିକଟରେ ପ୍ରକାଶ କରିବା ପାଇଁ। 2 ନମ୍ବର ବିଷୟ ଗଲା। 3 ନମ୍ବର ବିଷୟ 11 ପଦ ପଢିବା। ଏଫେସୀୟ 1 ର 11। ତାହାଙ୍କ ଠାରେ ମଧ୍ୟ ଆମ୍ଭେମାନେ ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଂକଳ୍ପ ଅନୁସାରେ ସମସ୍ତ ବିଷୟ ସାଧନ କରନ୍ତି, ତାହାଙ୍କ ଅଭିପ୍ରାୟ ଅନୁସାରେ ଆମ୍ଭେମାନେ ପୂର୍ବରୁ ନିରୂପିତ ହେଲୁ। ହାଲେଲୁୟା। ଲେଖାଯାଉଛି, ତାହାଙ୍କ ଠାରେ ମଧ୍ୟ ଆମ୍ଭେମାନେ ଅଧିକାର ପାଇଛୁ, ଅଥରିଟି ପାଇଛୁ, ସୁଯୋଗ। ପ୍ରଥମରେ କହୁଥିଲି ଆମେ ନିରୂପିତ, ମନୋନୀତ, ପୂର୍ବରୁ ସଂକଳ୍ପରେ ସେ ଆମମାନଙ୍କୁ ତାଙ୍କ ବିଷୟ ପ୍ରକାଶ କରିବା ପାଇଁ ଚାହୁଁଛନ୍ତି। ଆଉ ଏଠି ଲେଖାଯାଉଛି ସେ ଗୋଟେ ଅଧିକାର ଦେଇଛନ୍ତି, ଅଥରିଟି ଦେଇଛନ୍ତି। ଆମେ ଈଶ୍ୱରଙ୍କର ନିଗୁଡ ତତ୍ତ୍ୱ ଜାଣିବା ପାଇଁ ଆମମାନଙ୍କର ଅଧିକାର ଅଛି। ଆମକୁ ଗୋଟେ ପାୱାର ଦେଇଛନ୍ତି, ଅଥରିଟି ଦେଇଛନ୍ତି, ଶକ୍ତି ଦେଇଛନ୍ତି। ତୁମେ ମୋ ବିଷୟ ଜାଣିବା ପାଇଁ ଚେଷ୍ଟା କର। ହାଲେଲୁୟା। ଖ୍ରୀଷ୍ଟଙ୍କର ତତ୍ତ୍ୱ, ଖ୍ରୀଷ୍ଟଙ୍କ ନିଗୁଡ ତତ୍ତ୍ୱ, ଖ୍ରୀଷ୍ଟଙ୍କ ବିଷୟ ଜାଣିବା ପାଇଁ ସେ ଆପଣା ଲୋକମାନଙ୍କୁ ମନୋନୀତ କରିଛନ୍ତି, ଯେପରି ଅଧିକାର ଦେଇଛନ୍ତି ଆମେ ତାଙ୍କୁ ଜାଣିପାରିବା। ଲେଖାଯାଉଛି, ଅଧିକାର ସ୍ୱରୂପ ହୋଇଅଛୁ, ଯେଣୁ ଯେଉଁ ଈଶ୍ୱର ଆପଣା ଇଚ୍ଛାର ସଂକଳ୍ପ ଅନୁସାରେ ସେ ଇଚ୍ଛା କରିଛନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ସଂକଳ୍ପ ମଧ୍ୟ କରିଯାଇଛନ୍ତି, ଆମମାନଙ୍କ ପାଇଁ ସେ ଯୋଜନା ମଧ୍ୟ କରିଦେଇଛନ୍ତି ଯେ ଆମେ ତାକୁ ଅଧିକରୁ ଅଧିକ ଜାଣୁ। ପ୍ରାର୍ଥନାର ଉତ୍ତର କାହିଁକି ଆସିନି, ଏଟା ମଧ୍ୟ
ଅଧିକରୁ ଅଧିକ ତାଙ୍କୁ ଆମେ ଜାଣୁ। ରୋଗରୁ ସୁସ୍ଥ କାହିଁକି ହେଇପାରୁନୁ, ଅଧିକରୁ ଅଧିକ ତାଙ୍କୁ ଜାଣୁ, ତାଙ୍କ ଠାରେ ଲାଗି ରହୁ, ଏଇଟା ପ୍ରଭୁ ଚାହାନ୍ତି। ଆଉ ଯହିଁ ଦ୍ଵାରା ସେ ତାଙ୍କର ସଂକଳ୍ପ ଅନୁସାରେ ଏକ ଅଧିକାର ସେ ଆମମାନଙ୍କୁ ଦେଇଛନ୍ତି ଯେ ତାଙ୍କ ସମ୍ବନ୍ଧୀୟ ଶିକ୍ଷା, ତାଙ୍କ ସମ୍ବନ୍ଧୀୟ ଭାବ, ତାଙ୍କୁ ସ୍ୱତନ୍ତ୍ର ଭାବରେ ଖ୍ରୀଷ୍ଟଙ୍କୁ ଜାଣିବା ପାଇଁ ପ୍ରଭୁ ଆମମାନଙ୍କୁ ଏକ ଅଧିକାର ଦେଇଅଛନ୍ତି। 3 ନମ୍ବର ବିଷୟ ଗଲା। 4 ନମ୍ବର ବିଷୟକୁ ଆସିବା। 13 ପଦ ପଢନ୍ତୁ, 13 ଆଉ 14। ତାହାଙ୍କ ଠାରେ ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ, ଈଶ୍ୱରଙ୍କ ଗୌରବର ପ୍ରଶଂସା ନିମନ୍ତେ ତାହାଙ୍କ ନିଜସ୍ୱର ମୁକ୍ତି ଉଦ୍ଦେଶ୍ୟରେ ସେ ଆମ୍ଭମାନଙ୍କର ଅଧିକାରର ବଇନା ସ୍ୱରୂପ। ଧନ୍ୟବାଦ। ତାଙ୍କ ଠାରେ ତୁମ୍ଭେମାନେ ସୁଦ୍ଧା ସତ୍ୟ ବାକ୍ୟ ଅର୍ଥାତ୍ ତୁମ୍ଭମାନଙ୍କ ପରିତ୍ରାଣର ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାର ପବିତ୍ର ଆତ୍ମାଙ୍କ ଦ୍ୱାରା ମଧ୍ୟ ମୁଦ୍ରାଙ୍କିତ ହୋଇଅଛ। ଯେଉଁ ବାକ୍ୟ ସେ ଆପଣାର ବାକ୍ୟ ଆମମାନଙ୍କ ନିକଟରେ ପ୍ରକାଶ କରନ୍ତି, ସେ ଆପଣାକୁ ଯେତେବେଳେ ଆମମାନଙ୍କୁ ପ୍ରକାଶ କରନ୍ତି, ତା ପୁଣି ସତ୍ୟ ବାକ୍ୟ ଅଟେ। ମୁଁ କହିଲି ନିଗୁଡ ତତ୍ପର ବାକ୍ୟ, ସେ ତାଙ୍କ ସଂକଳ୍ପ ଅନୁସାରେ ଆମମାନଙ୍କୁ ମନୋନୀତ କରିଛନ୍ତି ପବିତ୍ର ଆତ୍ମାଙ୍କ, ଲେଖାଯାଉଛି ପବିତ୍ର ଆତ୍ମାଙ୍କ ଦ୍ୱାରା ତାଙ୍କର ସତ୍ୟ ବାକ୍ୟ ସେ ଆମମାନଙ୍କ ନିକଟରେ ପ୍ରକାଶ କରୁଅଛନ୍ତି। ଲେଖାଯାଉଛି ତାହାଙ୍କ ଠାରେ ତୁମେମାନେ ସୁଦ୍ଧା ସତ୍ୟ ବାକ୍ୟ ଅର୍ଥାତ୍ ତୁମ୍ଭମାନଙ୍କର ପରିତ୍ରାଣ ସୁସମାଚାର ଶୁଣି ବିଶ୍ୱାସ କରି ପ୍ରତିଜ୍ଞାତ ପବିତ୍ର ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହୋଇଅଛ। ଆତ୍ମା ପ୍ରାପ୍ତ ହୋଇଥିବା ଲୋକମାନେ ଏମାନେ ଆତ୍ମା ଦ୍ୱାରା ମୁଦ୍ରାଙ୍କିତ ହୋଇଥିବା ଲୋକମାନେ। ଟପିକରେ ଆମେ ଅଛୁ ମନୋନୀତ ଲୋକମାନଙ୍କ ମଧ୍ୟରେ। ମନୋନୀତ ଲୋକମାନଙ୍କ ମଧ୍ୟରେ 4 ନମ୍ବର ବିଷୟ ଆମେ ଦେଖୁଛୁ ଯେ ଏମାନେ ସତ୍ୟ ବାକ୍ୟ ଜାଣୁଛନ୍ତି, ପୁଣି ଆତ୍ମାଙ୍କ ଦ୍ୱାରା ମୁଦ୍ରାଙ୍କିତ ହଉଛନ୍ତି। ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟଙ୍କୁ ଜାଣିବା ନିମନ୍ତେ, ଖ୍ରୀଷ୍ଟଙ୍କର ମହିମା ଜାଣିବା ନିମନ୍ତେ, ଖ୍ରୀଷ୍ଟଙ୍କ ଜୀବନୀ ଜାଣିବା ନିମନ୍ତେ, ଖ୍ରୀଷ୍ଟଙ୍କ ବାକ୍ୟର ତତ୍ତ୍ୱ ଜାଣିବା ନିମନ୍ତେ ଆତ୍ମାରେ ମୁଦ୍ରାଙ୍କିତ ହେବା ଦରକାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆତ୍ମାଙ୍କର ସ୍ୱଚ୍ଛତା ଦରକାର। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆତ୍ମାଙ୍କର ଦିଗ୍ଦର୍ଶନ ଦରକାର। ତେବେ ଖ୍ରୀଷ୍ଟଙ୍କର ନିଗୁଡ ତତ୍ତ୍ୱକୁ ଆମେ ଜାଣିପାରିବା। 4 ନମ୍ବର ବିଷୟ। 5 ନମ୍ବର ବିଷୟକୁ ଆମେ ଯିବା। 17 ପଦ ପଢିବା। ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ତୁମ୍ଭମାନଙ୍କୁ ଜ୍ଞାନ ଓ ପ୍ରତ୍ୟାଦେଶର ଆତ୍ମା ପ୍ରଦାନ କରନ୍ତି। ହାଲେଲୁୟା। ଲେଖାଯାଉଛି ଯେପରି ଆମ୍ଭମାନଙ୍କର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ଈଶ୍ୱର ଗୌରବମୟ ପିତା ତାହାଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଜ୍ଞାନ ପାଇବା ପାଇଁ। ପିତା କିଏ? ପୁତ୍ର କିଏ? ପବିତ୍ର ଆତ୍ମା କିଏ? ପିତା କାହିଁକି ପୁତ୍ରଙ୍କୁ ପଠାଇଲେ? ପିତା ପୁତ୍ରଙ୍କ ସମ୍ପର୍କ କଣ? ପିତା କଣ କହନ୍ତି ପୁତ୍ରଙ୍କ ବିଷୟରେ? ପୁତ୍ର କିଏ ଅଟନ୍ତି? ଏ ବିଷୟ ଜାଣିବାର ସମ୍ପୂର୍ଣ୍ଣ ଜ୍ଞାନ ପାଇବା ନିମନ୍ତେ ଆମମାନଙ୍କୁ ପ୍ରଭୁ ଆତ୍ମା ପ୍ରଦାନ କରନ୍ତି। ଲେଖାଯାଉଛି ଏମାନେ ସେମାନେ ଅଟନ୍ତି, ଏମାନେ ସେ ଲୋକମାନେ ଅଟନ୍ତି ଯେଉଁ ଲୋକମାନେ ଈଶ୍ୱରଙ୍କ ଆଉ ଖ୍ରୀଷ୍ଟଙ୍କର ତତ୍ତ୍ୱ ସମ୍ପୂର୍ଣ୍ଣ ଜ୍ଞାନ ପାଇଅଛନ୍ତି। ପ୍ରେଜ୍ ଦ ଲର୍ଡ। ଏ ମନୋନୀତ ଲୋକମାନଙ୍କ ମଧ୍ୟରେ 5 ନମ୍ବର ବିଷୟ ହଉଛି ସମ୍ପୂର୍ଣ୍ଣ ଜ୍ଞାନ, ପୁଣି ପ୍ରତ୍ୟାଦେଶର ଆତ୍ମା ପାଇଥିବା ଲୋକମାନେ ଅଟନ୍ତି। ପ୍ରେଜ୍ ଦ ଲର୍ଡ। ତଳେ ଲେଖାଯାଉଛି ତୁମମାନଙ୍କର ଜ୍ଞାନ ଓ ପ୍ରତ୍ୟାଦେଶ ଆତ୍ମା ପ୍ରଦାନ କରନ୍ତି। ପ୍ରେଜ୍ ଦ ଲର୍ଡ। ପ୍ରଥମରେ ମୁଁ କହିଲି ପବିତ୍ର ଆତ୍ମାଙ୍କ ବିହୁନେ ଖ୍ରୀଷ୍ଟଙ୍କୁ ଜାଣିବା କଷ୍ଟକର, ଖ୍ରୀଷ୍ଟଙ୍କର ମହତ୍ଵ ଜାଣିବା କଷ୍ଟକର। ଏହି ପ୍ରତ୍ୟାଦେଶର ଆତ୍ମା ଯାହା ଏ ସ୍ଥାନରେ ଲେଖାଯାଉଛି ଖ୍ରୀଷ୍ଟ ଆଉ ଈଶ୍ୱରଙ୍କ ସମ୍ବନ୍ଧୀୟ ସମ୍ପୂର୍ଣ୍ଣ ଶିକ୍ଷା, ସମ୍ପୂର୍ଣ୍ଣ ଜ୍ଞାନ ପ୍ରାପ୍ତ ହେବା ନିମନ୍ତେ ଈଶ୍ୱରଙ୍କର ଆତ୍ମା ଆମମାନଙ୍କୁ ପ୍ରଦାନ କରାଯାଇଛି। 6 ନମ୍ବର ବିଷୟକୁ ଯିବା। 19 ପଦ। ପୁଣି ବିଶ୍ୱାସୀ ଯେ ଆମ୍ଭେମାନେ ତାହାଙ୍କ କାର୍ଯ୍ୟ ସାଧନ ପରାକ୍ରମ ଅନୁସାରେ ଆମ୍ଭମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ଵ କଣ, ଏହା ସବୁ ଜାଣିପାର। ପ୍ରେଜ୍ ଦ ଲର୍ଡ। ପୁଣି ବିଶ୍ୱାସୀ ଯେ ଆମ୍ଭେମାନେ, ଯୋଉମାନେ ଆମେ ଖ୍ରୀଷ୍ଟଙ୍କୁ ଜାଣୁ, ଯୋଉମାନେ ଆମେ ତାଙ୍କ ଦ୍ୱାରା ମନୋନୀତ ବୋଲି କହୁ, ଯୋଉମାନେ ତାଙ୍କ ଦ୍ୱାରା ଆହୁତ ହୋଇଅଛୁ ବୋଲି କହୁ, ଲେଖାଯାଉଛି ପୁଣି ବିଶ୍ୱାସୀ ଯେ ଆମ୍ଭେମାନେ
ତାହାଙ୍କ ଶକ୍ତିର କାର୍ଯ୍ୟ ସାଧନ ପରାକ୍ରମ ଅନୁସାରେ ଆମମାନଙ୍କ ପ୍ରତି ତାହାଙ୍କ ଶକ୍ତିର ଅତ୍ୟଧିକ ମହତ୍ଵ କଣ ଏଇ ସବୁ ଜାଣିପାର। ଅତ୍ୟଧିକ ମହତ୍ଵ ବିଷୟ, ଖ୍ରୀଷ୍ଟଙ୍କର ଅତ୍ୟଧିକ ମହତ୍ଵ ବିଷୟ, ଯୀଶୁଙ୍କର ଅତ୍ୟଧିକ ମହତ୍ଵ ବିଷୟ, ତାଙ୍କର ମହାନ ବିଷୟ ମାନ ଜାଣିବା ପାଇଁ ସେ ଆପଣା ଲୋକମାନଙ୍କୁ ମନୋନୀତ କରିଅଛନ୍ତି। ମୁଁ 6ଟା କହିଲି। ନମ୍ବର 1 ହଉଛି ତାହାଙ୍କ ସଂକଳ୍ପ ଅନୁସାରେ ଆହୁତ ନିରୂପିତ ଲୋକମାନେ ମନୋନୀତ ଲୋକ ଅଟନ୍ତି। ଦ୍ୱିତୀୟ ବିଷୟ 1-9 ପଢିଲୁ, ନିଗୁଡ ତତ୍ଵ ପ୍ରାପ୍ତ ହୋଇଥିବା ପୂର୍ବରୁ ଈଶ୍ୱରଙ୍କ ସଂକଳ୍ପ ଅନୁସାରେ ନିଗୁଡ ତତ୍ଵ ପ୍ରାପ୍ତ ହେଉଥିବା ବ୍ୟକ୍ତି ମାନଙ୍କ ବିଷୟ ମାନେ ପଢିଲୁ। ତୃତୀୟ ବିଷୟ 11 ତାଙ୍କ ଇଚ୍ଛାରେ ଖ୍ରୀଷ୍ଟ ଇଚ୍ଛା କରନ୍ତି ଯେ ସେ ତାଙ୍କର ମହତ୍ଵ, ତାଙ୍କ ନିଗୁଡ ତତ୍ଵ ଏ ଆମମାନଙ୍କ ମଧ୍ୟରେ ଅଯୋଗ୍ୟ ମାନଙ୍କ ନିକଟରେ ସେ ଆପଣଙ୍କୁ ପ୍ରକାଶ କରିବା ପାଇଁ ଇଚ୍ଛା କଲେ। ତୃତୀୟ ବିଷୟ। ଚତୁର୍ଥ ବିଷୟ ସତ୍ୟ ବାକ୍ୟ ଏବଂ ପବିତ୍ର ଆତ୍ମାଙ୍କ ଦ୍ଵାରା। 13 ଆମେ ପଢିଲୁ, ସତ୍ୟ ବାକ୍ୟ ଏବଂ ପବିତ୍ର ଆତ୍ମାଙ୍କ ଦ୍ଵାରା ଖ୍ରୀଷ୍ଟଙ୍କୁ ଜାଣିବା ପାଇଁ। ତାଙ୍କ ବାକ୍ୟ ଯେ ସମ୍ପୂର୍ଣ୍ଣ ସତ୍ୟ ଅଟେ, ସେ ଯେ ସମ୍ପୂର୍ଣ୍ଣ ସତ୍ୟ ଅଟନ୍ତି, ତାଙ୍କ ସମସ୍ତ ସତ୍ୟତା ଜାଣିବା ପାଇଁ ପବିତ୍ର ଆତ୍ମାଙ୍କ ଦ୍ଵାରା ଆମେ ଅନୁଗ୍ରହ ପାଇଅଛୁ। ପୁଣି ଚତୁର୍ଥ ବିଷୟ ଆମକୁ ଗୋଟେ ଅଥରିଟି ଦିଆଯାଇଛି, ଅଧିକାର ଦିଆଯାଇଛି ଯେ ଆମମାନେ ନିର୍ଭୟରେ ଈଶ୍ୱରଙ୍କ ନିକଟବର୍ତ୍ତୀ ହଉ, ନିର୍ଭୟରେ ଈଶ୍ୱରଙ୍କ ତତ୍ଵ ଜାଣିପାରୁ, ନିର୍ଭୟରେ ଈଶ୍ୱରଙ୍କ ବାକ୍ୟକୁ ପାଇବା ପାଇଁ ଆମକୁ ଗୋଟେ ଅଧିକାର ଦିଆଯାଇଛି। ପଞ୍ଚମ ବିଷୟ, ଷଷ୍ଠ ବିଷୟ ସମ୍ପୂର୍ଣ୍ଣ ଜ୍ଞାନ, ପ୍ରତ୍ୟାଦେଶର ଆତ୍ମା। ସମ୍ପୂର୍ଣ୍ଣ ମାନଙ୍କୁ ଜ୍ଞାନ ପ୍ରଦାନ କରାଯାଇଛି, ପ୍ରତ୍ୟାଦେଶର ଆତ୍ମା ମାନଙ୍କୁ ପ୍ରଦାନ କରାଯାଇଛି, ଯେପରି ଆମମାନେ କମ୍ପ୍ଲିଟଲି ତାଙ୍କ ସମ୍ବନ୍ଧୀୟ ବିଷୟକୁ ଧ୍ୟାନ କରୁ, ତାଙ୍କର ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ବିଷୟ ଆମେ ଧ୍ୟାନ କରୁ। ପୁଣି ଷଷ୍ଠ ବିଷୟ ତାଙ୍କ ଶକ୍ତିର ମହତ୍ଵକୁ ଆମେ ଜାଣିପାରୁ, ଆମମାନଙ୍କୁ ପ୍ରକାଶ କରାଯାଇଛି ଖ୍ରୀଷ୍ଟଙ୍କ ଶକ୍ତି କେମିତି, ତାଙ୍କ ଶକ୍ତିର ମହତ୍ ବିଷୟ ଆମେ ପ୍ରକାଶ କରିବା ପାଇଁ ପ୍ରଭୁ ଆମମାନଙ୍କୁ ମନୋନୀତ କରିଛନ୍ତି। ସପ୍ତମ ବିଷୟ କହିବି ଏଫେସୀୟ 2:3-5 ପର୍ଯ୍ୟନ୍ତ ଟିକେ ପଢିବା। ସେହି ଅନାଜ୍ଞାବହ ସନ୍ତାନ ମାନଙ୍କ ସହିତ ଆମ୍ଭେମାନେ ସମସ୍ତେ ମଧ୍ୟ ଏକ ସମୟରେ ଆମ୍ଭମାନଙ୍କ ଶାରୀରିକ ଅଭିଳାଷ ଅନୁସାରେ ଜୀବନ ଯାପନ କରି ଶାରୀରିକ ଓ ମାନସିକ କାମନା ପୂର୍ଣ୍ଣ କରିଥିଲୁ। ପୁଣି ଅନ୍ୟମାନଙ୍କ ପରି ସୁଦ୍ଧା ସ୍ୱଭାବତଃ କ୍ରୋଧର ପାତ୍ର ଥିଲୁ, ମାତ୍ର ଏପରି ଅପରାଧରେ ମୃତ ହେଲେ ଯେ ଦୟାସାଗର ଯେ ଈଶ୍ୱର ସେ ଆମ୍ଭମାନଙ୍କୁ ଯେଉଁ ମହାପ୍ରେମରେ ପ୍ରେମ କଲେ, ସେଥିସକାଶେ ଆମ୍ଭମାନଙ୍କୁ ଖ୍ରୀଷ୍ଟଙ୍କ ସହିତ ସଜୀବ କରିଅଛନ୍ତି। ଅନୁଗ୍ରହରେ ତୁମ୍ଭେମାନେ ପରିତ୍ରାଣ ପାଇଅଛ। ପ୍ରେଜ୍ ଦ ଲର୍ଡ। ଖ୍ରୀଷ୍ଟଙ୍କ ନିଗୁଡ ତତ୍ଵ ଜାଣିବା ପାଇଁ ଆମମାନଙ୍କୁ ଅନୁଗ୍ରହ ପ୍ରଦତ୍ତ ହେଇଛି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଖ୍ରୀଷ୍ଟଙ୍କର ନିଗୁଡ ତତ୍ଵ ଜାଣିବା ପାଇଁ ଏହା ଈଶ୍ୱରଙ୍କ ଅନୁଗ୍ରହ ଅଟେ। କାହିଁକି ଆମମାନଙ୍କ କ୍ରିୟାକର୍ମରୁ କିମ୍ବା ଆମମାନଙ୍କର ଶକ୍ତିରେ ଆମେ ପାଇନାହୁଁ, ଏହା ଏକ ଅନୁଗ୍ରହ ଅଟେ ଯେ ଖ୍ରୀଷ୍ଟଙ୍କ ନିଗୁଡ ତତ୍ଵ ଆମେ ଜାଣିପାରୁଛୁ। 7ଟି ବିଷୟ ମୁଁ କହିଲି, ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ। ଏଇ ଯୋଉ ନିଗୁଡ ତତ୍ଵ ମାନ ମନୋନୀତ ଲୋକଙ୍କ ସୁଦ୍ଧା, ମନୋନୀତ ଲୋକମାନଙ୍କ ଉପରେ ଯୋଉ 7ଟି ବିଷୟ କହିଲି, ସେଥିରେ ଆମେ ପୁନର୍ବାର ସେଇ 24 ଯେତେବେଳେ ଫେରି ଯାଉ, ଲେଖା ଯାଉଛି କାରଣ ଭଣ୍ଡ ଖ୍ରୀଷ୍ଟ ମାନେ ଓ ଭଣ୍ଡ ଭାବବାଦୀ ମାନେ ଉଠି ଏପରି ମହା ଚିହ୍ନ ଓ ଅଦ୍ଭୁତ କର୍ମମାନ ସୁଦ୍ଧା ଦେଖାଇବେ ଯେ ଯଦି ସମ୍ଭବ ହୁଏ ତେବେ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ କରାଯିବେ, ଭ୍ରାନ୍ତ ହେବେ। ଲେଖା ଯାଉଛି ଏଇ ମନୋନୀତ ଲୋକମାନେ, ଯୋଉ ମନୋନୀତ ଲୋକମାନଙ୍କ ନିକଟରେ ଖ୍ରୀଷ୍ଟ ତାଙ୍କର ନିଗୁଡ ତତ୍ଵ ପ୍ରକାଶ କରିଅଛନ୍ତି, ଖ୍ରୀଷ୍ଟ ତାଙ୍କ ମହାନତା ପ୍ରକାଶ କରିଅଛନ୍ତି, ଆଉ ତାଙ୍କର ସତ୍ୟ ବାକ୍ୟ ପ୍ରକାଶ କରିଅଛନ୍ତି, ତାଙ୍କ ପବିତ୍ର ଆତ୍ମା ପ୍ରକାଶ କରିଅଛନ୍ତି, ତାଙ୍କୁ ଗୋଟେ ଅଧିକାର ଦେଇଅଛନ୍ତି, ତାଙ୍କୁ ଗୋଟେ ଶକ୍ତି ଦେଇଅଛନ୍ତି। ଏ ସକଳ ଶକ୍ତି, ଅଧିକାର, ଆଶୀର୍ବାଦ ପ୍ରାପ୍ତ ହଉଥିବା ଲୋକମାନେ ସୁଦ୍ଧା ଭ୍ରାନ୍ତ ହେବେ ବୋଲି ଲେଖାଯାଉଛି। ମୁଁ ଏଇ ଅଂଶକୁ କାହିଁକି ରଖିବା ପାଇଁ ଚାହିଁଲି, ଏ ଶବ୍ଦକୁ ମୁଁ କାହିଁକି ନେବା ପାଇଁ ଚାହିଁଲି ମୁଁ ଜାଣେ ନା, କିନ୍ତୁ ଏ ଅଂଶ ପଢିବା ସମୟରେ ଖ୍ରୀଷ୍ଟଙ୍କ ଉପରେ ଯୋଉ ଭ୍ରାନ୍ତ ଶିକ୍ଷା ସବୁ ଏ ଦିନ ମାନଙ୍କରେ ଆସୁଛି, ତହିଁରୁ ସାବଧାନ ହେବା ନିମନ୍ତେ ମୁଁ ଏଇ ଅଂଶକୁ ରଖିବା ପାଇଁ ଚାହିଁଲି। ଲେଖା ଯାଉଛି
ମନୋନୀତ ଲୋକ ସୁଧା ଭ୍ରାନ୍ତ ହେବେ ବୋଲି ଯୋଉ ଲେଖାଯାଏ, ମୁଁ ମାନେ କାଉଣ୍ଟ କରିଥିଲି, ଏଟା 50-50 ହବ ନା 60-40 ହବ ନା 90-10 ହବ ନା 75-25 ହବ ନା 70-30 ହବ, ମୁଁ ବୁଝିପାରିଲି ନାହିଁ। ଯେମିତି ଶାସ୍ତ୍ରରେ ଲେଖାଯାଇଛି, ସେ ସମୟ ଯଦି ଉଣା କରାଯାଇ ନଥାନ୍ତା ତାହେଲେ ଆପଣା ଲୋକମାନେ ମର୍ତ୍ତ୍ୟ ପରିତ୍ରାଣ ପାଇନଥାନ୍ତା। ଏଣୁ ମନୋନୀତ ଲୋକଙ୍କ ସକାଶେ କିଛି ସମୟ ଉଣା କରାଯାଇଛି ବୋଲି ଲେଖାଯାଉଛି, କ୍ଲେଶର ସମୟ ସମ୍ବନ୍ଧରେ ଯେତେବେଳେ ଲେଖାଯାଏ। ଠିକ ସେମିତି ବାଇବେଲର ଅନ୍ୟ ଏକ ଶବ୍ଦ ଯାହା ଅଟେ, ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ ବୋଲି ଯୋଉ ଲେଖାଯାଉଛି, ଏ ମନୋନୀତ ଲୋକମାନେ, ଏତେ ନିଗୁଡ ତତ୍ଵ ଜାଣିବା ଲୋକମାନେ, ଏତେ ନିଗୁଡ ତତ୍ଵ ପ୍ରାପ୍ତ ହଉଥିବା ଲୋକମାନେ ଭ୍ରାନ୍ତ କେମିତି ହେବେ ବୋଲି ମୁଁ ଭାବିଲି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଚାନ୍ସେସ୍ ଅଛି, ସୁଯୋଗ ଅଛି, ଆପଣଙ୍କୁ ଆଉ ମତେ ଭ୍ରାନ୍ତରେ ପଡିବା ନିମନ୍ତେ ସୁଯୋଗ ଅଛି। ଖ୍ରୀଷ୍ଟଙ୍କ ଠାରେ ଲାଗି ରହିଥିବା ଲୋକମାନେ ପତନ ହେବାର ସୁଯୋଗ ଅଛି, ସେମାନେ ଭ୍ରାନ୍ତରେ ଚାଲିଯିବାର ସୁଯୋଗ ଅଛି। ଏଣୁ ମୁଁ 50-50 ବୋଲି ରଖିବା ପାଇଁ ଚାହେଁ। ସ୍ଥିତି ଏପରି ହେବ, ଖ୍ରୀଷ୍ଟଙ୍କ ଉପରେ ବିଶ୍ୱାସ କରୁଥିବା ଲୋକମାନେ, ଆମେ ଯଦି 23 ପଦ ପଢୁ, ସେତେବେଳେ ଦେଖ ଖ୍ରୀଷ୍ଟ ଏଠାରେ କିମ୍ବା ସେଠାରେ ସେମାନେ କହିବେ, ସେ କେହି ଯେବେ ତୁମମାନଙ୍କୁ ଏପରି କହିବ ତେବେ ତାହା ବିଶ୍ୱାସ କର ନାହିଁ। ଖ୍ରୀଷ୍ଟଙ୍କ ଲୋକଙ୍କୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଶିକ୍ଷାରେ ହିଁ ଭ୍ରାନ୍ତ କରାଯିବ। ଆପଣଙ୍କୁ ମତେ ଯେତେବେଳେ ଭ୍ରାନ୍ତ ଶବ୍ଦ ଯୋଉ ପ୍ରକାଶ କରିବା ପାଇଁ ମୁଁ ଚାହେଁ, ଖ୍ରୀଷ୍ଟଙ୍କ ଲୋକଙ୍କୁ, ଈଶ୍ୱରଙ୍କ ଲୋକଙ୍କୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଚିନ୍ତାରେ ହିଁ ଭ୍ରାନ୍ତ କରାଯିବ। ମୋର ପ୍ରାର୍ଥନା ପ୍ରଭୁ ଆଉ ଶୁଣିଲେ ନାହିଁ, ଉତ୍ତର ଆଉ ଦେଲେ ନାହିଁ ବୋଲେ ସେ ପ୍ରଭୁଠି ଆଉ ପାୱାର ନାହିଁ ବୋଲି ଲୋକ ଭାବେ। କାଲି ଗୋଟେ ବାକ୍ୟ ଶୁଣୁଥିଲି, ମୁଁ ଜଣେ ବ୍ୟକ୍ତି କହୁଛି, ଆମର ସବୁ ପାପ କ୍ଷମା କରିଛନ୍ତି, ଆମେ ଏବେ ଆଉ ଯେତିକି ପାପ କରୁଛୁ ସେଟା ବି କ୍ଷମା ହେଇଯାଇଛି, ଆମେ ପାପୀ ମରଲେ ବି, ପାପୀ ହେଇକି ମରଲେ ବି ଗୋଟେ ଥର ଆମେ ପାପ କ୍ଷମା ପାଇଯାଇଛୁ, ପାପୀ ହେଇ ମରଲେ ମଧ୍ୟ ଆମେ ଅନନ୍ତ ଜୀବନ ପାଇବା, ଧାର୍ମିକ ହେଇ ମରଲେ ମଧ୍ୟ ଆମେ ଅନନ୍ତ ଜୀବନ ପାଇବା। ମତେ ଟିକେ ଡର ଲାଗିଲା, ଇମିଡିଏଟ ମୁଁ ସେ ବାକ୍ୟ ଯେତିକି ଶୁଣୁଥିଲି ସାଙ୍ଗେ ସାଙ୍ଗେ ବନ୍ଦ କରିଦେଲି। ମୋର କହିବା ଅର୍ଥ, ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଶିକ୍ଷା, ପୁନରୁତ୍ଥାନ ସମ୍ବନ୍ଧୀୟ ଶିକ୍ଷା, ଆଗମନ ସମ୍ବନ୍ଧୀୟ ଶିକ୍ଷା ଉପରେ ଆପଣ ମାନଙ୍କୁ ଆଉ ମତେ ଭ୍ରାନ୍ତ କରାଯିବ। ହେ ମନୋନୀତ ଲୋକମାନେ, ଆମର ମନୋନୀତ ଲୋକମାନେ, ବଛା ହେଇଥିବା ଲୋକମାନେ, ଯୋଉମାନଙ୍କୁ ପ୍ରଭୁ ଆପଣ ନିଗୁଡ ତତ୍ଵ ପ୍ରକାଶ କରିଛନ୍ତି, ସେମାନେ ଭ୍ରାନ୍ତ ହେବେ। ଭ୍ରାନ୍ତ ହେବାର କେତେଟା ବିଷୟ ମୁଁ ରଖିବା ପାଇଁ ଚାହେଁ। ପ୍ରଥମ, ଶାସ୍ତ୍ରାଂଶକୁ ଯିବା ପୂର୍ବରୁ ଦିଟା ବିଷୟ ମୁଁ କହିବି। ପ୍ରଥମ ହଉଛି, ଆମମାନଙ୍କର ସୋଚରେ ଆମେ ଭ୍ରାନ୍ତ ହଉ। ମୁଁ ଚିନ୍ତା ସୋଚ, ଆମମାନଙ୍କର ଯୋଉ ସୋଚ ଅଛି, ଆମମାନଙ୍କର ଚିନ୍ତା ଯୋଉ ଅଛି, ସେ ସୋଚରେ ଆମେ ଭ୍ରାନ୍ତ ହଉ। ମୁଁ ଦେଖୁଛି ସିମ୍ପଲ ଏକ୍ସାମ୍ପଲ ମୁଁ କହିବି। ଆମମାନଙ୍କ ମଧ୍ୟରେ ପ୍ରମୁଖ ଦାସ ଜଣେ ଭିଡିଓ ଅନ୍ କରିଛନ୍ତି, ସେ ଚାଲୁଛନ୍ତି, ଆମମାନଙ୍କର ପରିଚୟ ଆଜ୍ଞା। ଆଜ୍ଞା ନମସ୍କାର, ପ୍ରେଜ୍ ଦ ଲର୍ଡ। ତାଙ୍କୁ ମୁଁ ଦେଖୁଛି ଯେ ସେ ଚାଲୁଛନ୍ତି, ଓକେ, ଆଉ ମୁଁ ତାଙ୍କ ଚାଲିବାର ହାବଭାବକୁ ଦେଖିକି ମୁଁ ମୋ ସୋଚ ତାଙ୍କ ଉପରେ ପ୍ରୟୋଗ କରୁଛି ଯେ ସେ ଏମିତି, ସେ ସେମିତି। ଏ ହଉଛି ସୋଚ। ସୋଚରେ ଭ୍ରାନ୍ତ ଶୈତାନ କରିବାକୁ ଚେଷ୍ଟା କରିବ ମନୋନୀତ ଲୋକମାନଙ୍କୁ। ଯୋଉମାନେ ଖ୍ରୀଷ୍ଟଙ୍କ ଦ୍ଵାରା ମନୋନୀତ, ସେମାନଙ୍କୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଏକ ଭିନ୍ନ ସୋଚ ସେ ଦେବ, ଏକ ଭିନ୍ନ ଜ୍ଞାନ ସେ ଦେବ, ଏକ ଭିନ୍ନ ଭାବନା ସେ ଦେବ, ଯହିଁ ଦ୍ଵାରା ପ୍ରଥମେ ଲୋକମାନେ ଭ୍ରାନ୍ତ ହେବେ। ଦ୍ୱିତୀୟ ବିଷୟ କହିବି, ଆଉ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଶିକ୍ଷା, ଯେମିତି ମିରାକଲ ଘଟୁଛି, ସବୁ ମିରାକଲକୁ ଆମେ ବିଶ୍ୱାସ କରୁଛୁ, ସବୁ ପ୍ରଫେସିକୁ ଆମେ ବିଶ୍ୱାସ କରୁଛୁ। ଅନେକ ଭାବବାଦୀ ମାନେ, ଭଣ୍ଡ ଭାବବାଦୀ ବାହାରିବେ, ଏହାକୁ ପରଖିବା ପାଇଁ ଏଟା ସତ ନା ମିଛ, ଏଟା କେଦୂର ଠିକ ନା ଭୁଲ, ଏଟା ଜାଣିବା ପାଇଁ ମୁଁ ପଢୁଥିଲି, ଆମେ ଯୋଉ ନଉଥିଲେ ମନୋନୀତ ଲୋକମାନଙ୍କର 7ଟା ପଏଣ୍ଟରେ ମୁଁ କହୁଥିଲି, ଖ୍ରୀଷ୍ଟଙ୍କର ତତ୍ଵ ଜାଣିବା ପାଇଁ, ଈଶ୍ୱରଙ୍କ ସହିତ ଖ୍ରୀଷ୍ଟଙ୍କ ସମ୍ବନ୍ଧ ବିଷୟ ଜାଣିବା ପାଇଁ ପବିତ୍ର ଆତ୍ମା ମାନଙ୍କୁ ଦିଆଯାଇଛି। ଆତ୍ମା ମାନଙ୍କୁ ସୁଯୋଗ ଦେବେ, ଆତ୍ମା ମାନଙ୍କୁ ପରିଚାଳନା କରିବେ ଯେ ଏଟା ଠିକ ନା ଭୁଲ। ଓକେ, ଦିଟା ବିଷୟ ପରେ ଶାସ୍ତ୍ରାଂଶକୁ ଯିବା। ଗାଲାତୀୟ 6:7 ପଦ ଆମେ ପଢିବା। ପଢନ୍ତୁ ସିଷ୍ଟର। ଭ୍ରାନ୍ତ ନ ହୁଅ, ଈଶ୍ୱର ବିଦ୍ରୂପ ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ଭ୍ରାନ୍ତ ନ ହେବା ପାଇଁ ପାଉଲ କହୁଛନ୍ତି, ଆଉ ସେ ଗୋଟେ ଶବ୍ଦକୁ ପ୍ରୟୋଗ କରୁଛନ୍ତି। ସେ ଶବ୍ଦ କଣଟେ?
ଈଶ୍ୱରଙ୍କ ସମ୍ବନ୍ଧରେ କହୁଛନ୍ତି। ହଁ, ସେ ଯେତେବେଳେ କହୁଛନ୍ତି ତୁମେ ଯୋଉ ଈଶ୍ୱରକୁ ବିଶ୍ୱାସ କରୁଛ, ଆମେ ଯୋଉ ଈଶ୍ୱରକୁ ବିଶ୍ୱାସ କରୁଛୁ, ଈଶ୍ୱରଙ୍କ ସମ୍ବନ୍ଧୀୟ ଶିକ୍ଷା ଉପରେ, ନିଗୁଡ ତତ୍ତ୍ୱ ଉପରେ ଯୋଉ ଭରସା କରୁଛୁ, ତାଙ୍କ ସମ୍ବନ୍ଧୀୟ ବିଷୟରେ ସେ କହିବା ପାଇଁ ଚାହାନ୍ତି ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି। ଈଶ୍ୱରଙ୍କୁ ଆମେ ଆମ ଷ୍ଟାଇଲରେ, ଆମେ ଆମ ଚିନ୍ତାଧାରାରେ, ଆମେ ଆମ ପରିବେଶରେ, ଆମେ ଆମ ସଂକଳ୍ପ ଅନୁସାରେ ସୀମିତ କରିବା ପାଇଁ ଯେ ଚାହୁଁ, ତାହା ହଉଛି ଭ୍ରାନ୍ତ, ତାହା ହଉଛି ଭ୍ରାନ୍ତ। ଲେଖାଯାଉଛି ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି। ବେଳେ ବେଳେ ବିଶ୍ୱାସରେ ଦୁର୍ବଳ ଥିବା ଲୋକମାନେ ଯେ ଆମେ ବେଳେ ବେଳେ ଅଭିଯୋଗ କରିଯାଉ, ପ୍ରଭୁଙ୍କୁ ବିଭିନ୍ନ ପ୍ରକାର ଅଭିଯୋଗ କରୁ। ଉତ୍ତର ନ ମିଳିଲେ, ଆଶୀର୍ବାଦ ନ ମିଳିଲେ, ପ୍ରାର୍ଥନାର ଉତ୍ତର କ୍ୱିକଲି ନ ମିଳିଲେ, ଆମେ ଈଶ୍ୱରଙ୍କୁ ବିଭିନ୍ନ ପ୍ରକାର ଅଭିଯୋଗ କରିଦଉ, ବିଦ୍ରୂପ ପାତ୍ର ସଦୃଶ୍ୟ ଆମେ ଗଣନା କରୁ। ତାପରେ ଲେଖାଯାଉଛି ମନୁଷ୍ୟ ଯାହା ବୁଣେ ତାହା ହିଁ, କାଟିବ। ସେମିତି ଲେଖା ହେଇଛି ନା? ଈଶ୍ୱର ବିଦ୍ରୂପର ପାତ୍ର ନୁହନ୍ତି, କାରଣ ମନୁଷ୍ୟ ଯାହା ବୁଣେ ତାହା ହିଁ କାଟିବ। ବୁଣିବା ବିଷୟ ତ ଆମେ ସମସ୍ତେ ଜାଣୁ। ବିହନ ଅର୍ଥାତ୍ ଈଶ୍ୱରଙ୍କ ବାକ୍ୟ ସମ୍ବନ୍ଧୀୟ ବିଷୟ ପ୍ରକାଶ କରାଯାଏ। ମୁଁ ଯଦି ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରୁଛି, ବୁଣିବା ପାଇଁ ଚେଷ୍ଟା କରୁଛି, ସେଇ ବାକ୍ୟ ମୋ ଠାରେ ଯଦି ନାହିଁ, ତାହେଲେ ମୁଁ ଭ୍ରାନ୍ତ। ଟିକେ ଧ୍ୟାନ ଦେବା, ଟିକେ ବୁଝିବା ପାଇଁ ଚେଷ୍ଟା କରିବା। ମୁଁ ଯେଉଁ ଶିକ୍ଷା ଦେଉଛି, ସେ ଶିକ୍ଷାକୁ ମୁଁ ଯଦି ଅବଲମ୍ବନ କରୁନାହିଁ, ପାଳନ କରୁନାହିଁ, ତାହେଲେ ମୁଁ ଭ୍ରାନ୍ତ ଅଟେ। ମୁଁ ଯାହା ବୁଣିବି ତାହା ହିଁ କାଟିବି। ଈଶ୍ୱରଙ୍କ ବାକ୍ୟ ମୁଁ ଯେତେବେଳେ ବୁଣିବା ପାଇଁ ଚାହେଁ, ମୁଁ ସେ ବୁଣାଳି, ସେ ଚାଷୀ ପ୍ରଥମେ ସେ ବିହନର ସ୍ୱାଦ ଜାଣିଥିବା ଦରକାର। ଏଣୁ ମୁଁ ସେ 7ଟା ନିଗୁଡ ତତ୍ତ୍ୱ ବିଷୟ ରଖୁଥିଲି, ମନୋନୀତ ଲୋକମାନଙ୍କର 7ଟା ବିଷୟ କହୁଥିଲି, ଯେ ସେମାନେ ନିଜେ ସେ ବାକ୍ୟ ଯୋଉ ବିହନ ବୁଣିବେ, ପ୍ରଥମେ ଜାଣିବା ଦରକାର ଈଶ୍ୱରଙ୍କର ନିଗୁଡ ତତ୍ତ୍ୱ। ଯାହା ବୁଣିବ ତାହା ହିଁ କାଟିବ। ଭ୍ରାନ୍ତ ହୁଅନ୍ତୁ ନାହିଁ, ଭ୍ରାନ୍ତ ହେବା ନାହିଁ। ଆମମାନଙ୍କର ବୁଣିବା ବିଷୟ, ମୁଁ ଯାହା ବୁଣିବି ପ୍ରଥମରେ ମୁଁ ତାର ସ୍ୱାଦ ଜାଣିଥିବା ଦରକାର। ଦ୍ୱିତୀୟ ବିଷୟ, ପ୍ରଥମ କରନ୍ତି 6:9 ଟିକେ ପଢିବା। ଅବା ଧାର୍ମିକ ମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମ୍ଭେମାନେ ଜାଣ ନାହିଁ? ଭ୍ରାନ୍ତ ହୁଅ ନାହିଁ। ବ୍ୟଭିଚାରୀ କି ପ୍ରତିମା ପୂଜକ କି ପାରଦାରିକ କି ଶ୍ରୀବନ୍ତ ଆଚାରୀ। ଆଚ୍ଛା, ଓକେ। ଅବା ଧାର୍ମିକ ମାନେ ବୋଲି କହିଦେଲେ ଭଉଣୀ, ପ୍ରଭୁ କ୍ଷମା କରନ୍ତୁ। ଅବା ଅଧାର୍ମିକ ମାନେ ଯେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଅଧାର୍ମିକ ହେଲେ ମଧ୍ୟ ଈଶ୍ୱରଙ୍କ ରାଜ୍ୟକୁ ଆମେ ଯାଇପାରିବା ବୋଲି ଯୋଉମାନେ ଭାବୁଛନ୍ତି, ଆଉ ଧର୍ମାଚରଣ ନ କରି ମଧ୍ୟ ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ଆଗ୍ରହ ଯୋଉମାନେ ପ୍ରକାଶ କରନ୍ତି, ଆଶା ଯୋଉମାନେ ରଖନ୍ତି, ଯୋଉମାନେ ଲାଳସା ଯୋଉମାନେ କରନ୍ତି, ଏଇଟା ଭ୍ରାନ୍ତ ଅଟେ। ଲେଖାଯାଉଛି ଅଧାର୍ମିକ ମାନେ ଯେ ଈଶ୍ୱରଙ୍କର ରାଜ୍ୟର ଅଧିକାରୀ ହେବେ ନାହିଁ, ଏହା କି ତୁମେ ମାନେ ଜାଣ ନାହିଁ। ତାପରେ ଲେଖାଯାଉଛି ଭ୍ରାନ୍ତ ହୁଅ ନାହିଁ। ଈଶ୍ୱରଙ୍କର ରାଜ୍ୟକୁ ଯିବାର ଯଦି ଆଶା ରଖୁଛୁ, ଈଶ୍ୱରଙ୍କ ରାଜ୍ୟ ସମ୍ବନ୍ଧୀୟ ଆଶା ଯଦି ଆମମାନଙ୍କ ଜୀବନରେ ଅଛି, ଭ୍ରାନ୍ତ ହୁଅ ନାହିଁ, ଧର୍ମାଚରଣ କର। ତଳେ ଲେଖାଯାଉଛି ବ୍ୟଭିଚାର। ଆମମାନଙ୍କ ଜୀବନରେ ବ୍ୟଭିଚାର ଥାଇ ମଧ୍ୟ ଆମେ ଈଶ୍ୱରଙ୍କ ନିକଟକୁ ଯେତେବେଳେ ଯାଉଛୁ, ମୁଁ କହିବା ପାଇଁ ଚାହେଁ ଆମେ ନିହାତି ଗୋଟେ ଭ୍ରାନ୍ତ ଲୋକ ଅଟୁ। ଆମମାନଙ୍କ ମଧ୍ୟରେ ଯଦି ପ୍ରତିମା ପୂଜା ରୂପ ଲୋଭ ଆମମାନଙ୍କ ଜୀବନରେ ଅଛି, ଆମେ ଈଶ୍ୱରଙ୍କ ନିକଟକୁ ଯାଉଛୁ, ଆମେ ଗୋଟେ ଭ୍ରାନ୍ତ ଲୋକ, ଏଇଟା ମନେ ରଖିବା। ଲେଖାଯାଉଛି ସ୍ତ୍ରୀବତ ଆଚାରୀ, ଯୋଉମାନେ ମାନେ ଏଟାକୁ ମୁଁ କହିବା ପାଇଁ ଚାହେଁ ଯେ ଯୋଉମାନେ ମନ୍ଦ କାର୍ଯ୍ୟ କରନ୍ତି, ବ୍ୟଭିଚାର କାର୍ଯ୍ୟ କରନ୍ତି, ପୁଣି ମଧ୍ୟ ଈଶ୍ୱରଙ୍କ ନିକଟକୁ ଯାଇ ନିଜକୁ ଦେଖେଇବା ପାଇଁ ଚାହାନ୍ତି, ସେମାନେ ଭ୍ରାନ୍ତ ଅଟନ୍ତି। ଈଶ୍ୱରଙ୍କ ବାକ୍ୟ ପ୍ରକାଶ କରୁଛି ଅଧାର୍ମିକ ହୋଇ ଧର୍ମାଚରଣ ଭଳିଆ ନିଜକୁ ଦେଖାଉଥିବା ଲୋକ ଭ୍ରାନ୍ତ ଲୋକ ଅଟେ। ସରିଗଲାଣି ମୋର ସମୟ, ଆଉ 2 ମିନିଟରେ ସରେଇବି। 3 ନମ୍ବର ବିଷୟ ଆମେ ପଢିବା, ପ୍ରଥମ କରନ୍ତି 15 ଅଧ୍ୟାୟ ତାର 33 ପଦ। ଯଦି ଲୋକାଚାର ଅନୁସାରେ 32 ନା 33 ଆଜ୍ଞା, 33 ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ। ପ୍ରେଜ୍ ଦ ଲର୍ଡ। କେତେଟା ଅଂଶ ଯାକ ପଢିଲା ବେଳେ
କଷ୍ଟ ହେଇଯାଏ। ଧନ୍ୟବାଦ ସିଷ୍ଟର। ପାଉଲ ପ୍ରକାଶ କରୁଛନ୍ତି, ଲେଖାଯାଉଛି ଭ୍ରାନ୍ତ ନ ହୁଅ, କୁସଂସର୍ଷ ଶିଷ୍ଟାଚାର ନଷ୍ଟ କରେ। ପ୍ରେଜ୍ ଦ ଲର୍ଡ। ଯୋଉମାନେ ଶିଷ୍ଟାଚାର ଜୀବନ କାଟୁନାହାନ୍ତି ଆଉ ସେମାନେ ଈଶ୍ୱରଙ୍କ ଲୋକ ବୋଲି କହୁଛନ୍ତି, କୁସଂସର୍ଷରେ ଥାଇ ମଧ୍ୟ ନିଜକୁ ଈଶ୍ୱରଙ୍କ ଲୋକ ବୋଲି କହୁଛନ୍ତି। ଶିଷ୍ଟାଚାର ବୋଲେ କଣ ସେଟା କହିବା, ଡିସିପ୍ଲିନ ଲାଇଫ ସେମାନଙ୍କର ନଥିବ। ସେମାନେ ଡିସିପ୍ଲିନ ନଥିବେ, ସେମାନେ ଭଡ ଭାଡା, ତାଙ୍କୁ ଯୋଉଟା ଇଚ୍ଛା ଯାହାକୁ ଯୋଉଟା ଇଚ୍ଛା କହିଦଉଥିବେ, କିନ୍ତୁ ଈଶ୍ୱରଙ୍କ ମନ୍ଦିରକୁ ଯାଇ ସେମାନେ ନିଜକୁ ଧାର୍ମିକ ଦେଖାଉଥିବେ। ଲେଖାଯାଉଛି କୁସଂସର୍ଷରେ ଥାଇ ଯୋଉମାନେ ଶିଷ୍ଟାଚାର ବିହୀନ ଜୀବନ କାଟୁଛନ୍ତି ସେମାନେ ଭ୍ରାନ୍ତ ଅଟନ୍ତି। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଭ୍ରାନ୍ତ କେବଳ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଶିକ୍ଷାରେ ଯେ ଆମେ ଭ୍ରାନ୍ତ ତାହା ନୁହଁ। ମୁଁ ଏଇ ଯୋଉ 2-3ଟା ବିଷୟ କହିଲି, ବିହନ, ଯୋଉ ବିହନ ବୁଣିବା ବିଷୟରେ ମୁଁ କହିଲି, ତତ୍ ସହିତ ବ୍ୟଭିଚାରୀ, ପ୍ରତିମା ପୂଜା, ଲୋଭୀ, ସେମାନେ ଯେ ଭ୍ରାନ୍ତ ଅଟନ୍ତି। ପୁଣି ତୃତୀୟ ବିଷୟ, ଶିଷ୍ଟାଚାର ବିହୀନ ବ୍ୟକ୍ତି ଯେ ଭ୍ରାନ୍ତ ଅଟନ୍ତି, ଏହା ଈଶ୍ୱରଙ୍କ ବାକ୍ୟ ଆମକୁ ପ୍ରକାଶ କରେ। ତେବେ ଈଶ୍ୱରଙ୍କ ବାକ୍ୟ ଯେତେବେଳେ ଆମକୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଶିକ୍ଷାରେ ଆମକୁ ପ୍ରକାଶ କରୁଛି ଯେ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ, ଏଣୁ ପ୍ରିୟ ପ୍ରଭୁଙ୍କ ଲୋକମାନେ, ଆମମାନଙ୍କ ଜୀବନକୁ ଆମମାନେ ଭ୍ରାନ୍ତ ଶିକ୍ଷା, ଭ୍ରାନ୍ତ ଚିନ୍ତାଧାରା, ଭ୍ରାନ୍ତ ସୋଚରୁ ଆମମାନେ ନିଜକୁ ଜାଗୃତ କରିବା। ବିଶେଷ କରି ଈଶ୍ୱରଙ୍କ ଲୋକମାନଙ୍କୁ ଭ୍ରାନ୍ତ କରିବା ପାଇଁ, ଆମମାନଙ୍କୁ ସମସ୍ତଙ୍କୁ, ଜଗତକୁ ସମ୍ପୂର୍ଣ୍ଣ ଭାବରେ ଭ୍ରାନ୍ତ କରିବା ପାଇଁ ଇଜି ଉପାୟ ଶୈତାନ ବାହାର କରୁଛି, ସେଟା ହଉଛି ମୋବାଇଲ। ମୋବାଇଲରେ ବେଳେ ବେଳେ ଲୋକମାନେ ବିଭିନ୍ନ ବିଷୟ ଦେଖିକି ଭ୍ରାନ୍ତ ହେଇଯାଉଛନ୍ତି, ଏମିତି ବି ଠକାମିରେ ପଡୁଛନ୍ତି। ଆଉ କେତେଟା ବିଷୟ ଅର୍ଡର କରିଥିବେ, କିଣିଥିବେ, ଘରକୁ ଆଇଲା ବେଳକୁ ସେଟା ସେ ପ୍ରକୃତ ସେ ଜିନିଷ ନଥିବ। ନାଇଁ, ଠିକ ସେମିତି ଭ୍ରାନ୍ତରେ ପଡିବା ନାହିଁ। ଏହା ହଉଛି ସାଧାରଣ ଭ୍ରାନ୍ତ ବିଷୟ। ମୋବାଇଲ ଯେ ଠକି ଦେଲା, ଗୋଟେ ଜିନିଷ କିଣିଲେ ସେଟା ଅଲଗା ବିଷୟ ବାହାରିଲା, ପଇସା ଲସ୍ ହେଇଗଲା, ଏଇଟା ତ ସାଧାରଣ ବିଷୟ। କିନ୍ତୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଶିକ୍ଷା, ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ଚିନ୍ତାଧାରା, ଖ୍ରୀଷ୍ଟଙ୍କ ଆଗମନ ବିଷୟରେ ମଝିରେ ଗୋଟେ ରୁମର ହେଇଥିଲା, ସମସ୍ତେ ଆମେ ଜାଣୁ, ଅକ୍ଟୋବର 23-24ରେ ରେପଚର ହବ ବୋଲି। କେତେଟା ବାକ୍ୟ ଶୁଣି ପକେଇଲି, କାହାକୁ ମୁଁ ବି ଫୋନ କରି ପକେଇଲି। ସେଦିନ ମାନଙ୍କରେ ବେଶୀ ମୁଁ ପ୍ରାର୍ଥନା କଲି, ପ୍ରଭୁ ସତରେ ଯଦି ତୁମେ ଆସିବ କେମିତି ହବ ବୋଲି ଟିକେ ଦୁଃଖ ହେଇଗଲି। ମାତ୍ର ଈଶ୍ୱରଙ୍କ ବାକ୍ୟ ତଦ୍ରୂପ ନୁହେଁ, ଡେଟ୍ କେବେ ଦିଆଯାଇ ନାହିଁ। ତ ଏହା ହଉଛି ଭ୍ରାନ୍ତ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ଯୋଉ ବ୍ୟକ୍ତି ଏହା ପ୍ରକାଶ କରିଥିଲେ ସେ ଗୋଟେ ବଡ ପ୍ରଫେସ, ସେ ଗୋଟେ ବଡ ଭବିଷ୍ୟତ ବକ୍ତା ଏହା ପ୍ରକାଶ କରିଛନ୍ତି ଯେ ଅକ୍ଟୋବର 23-24ରେ ରେପଚର ହେବ ବୋଲି କହିଥିଲେ। ଆଉ ସେ କାଲକୁଲେସନ ଦେଖଉଥିଲେ ଜିହୁଦୀ ମାନଙ୍କର କ୍ୟାଲେଣ୍ଡର ଅନୁସାରେ। ତ ବେଳେ ବେଳେ ଟିକେ ବିଶ୍ୱାସ ହେଇଥିବ ପରା, ଏଇ ଯୋଉ ହେଇଯାଉଛୁ, ଏହା ହଉଛି ଭ୍ରାନ୍ତ। ପ୍ରିୟ ପ୍ରଭୁଙ୍କ ଲୋକମାନେ, ମନୋନୀତ ଲୋକ ସୁଦ୍ଧା ଯୋଉ ଭ୍ରାନ୍ତ ହେବେ, ଈଶ୍ୱରଙ୍କର ଆତ୍ମା ନିଗୁଡ ତତ୍ଵ ମାନଙ୍କୁ ଜଣାଉଛନ୍ତି। ଆମେ ଯେତେବେଳେ ତାଙ୍କର ସଂକଳ୍ପ ଅନୁସାରେ ଆହୁତ ହେଇଛୁ, ଅଧିକାର ପାଇଛୁ, ପବିତ୍ର ଆତ୍ମାଙ୍କ ଦ୍ଵାରା ନିରୂପିତ ହେଇଛୁ, ତାଙ୍କ ଇଚ୍ଛାରେ ଆହ୍ୱାନ ପ୍ରାପ୍ତ ହେଇଛୁ, ସମ୍ପୂର୍ଣ୍ଣ ଜ୍ଞାନ ଖ୍ରୀଷ୍ଟଙ୍କ ସମ୍ବନ୍ଧରେ ଆମେ ଯେତେବେଳେ ପ୍ରାପ୍ତ ହେଇଛୁ, ତାଙ୍କ ନିଗୁଡ ତତ୍ପରେ ଥିବା ଲୋକ ଭ୍ରାନ୍ତ ହେବା ନାହିଁ। ତାଙ୍କ ଉପରେ ଭରସା କରିବା। ପବିତ୍ର ଆତ୍ମା ଆମମାନଙ୍କୁ ଏ ଦିନ ମାନଙ୍କରେ କଢାଇ ନିଅନ୍ତୁ। ପ୍ରଭୁ ଏ ସଂକ୍ଷିପ୍ତ ଚିନ୍ତାଧାରା ଆମ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରେଜ୍ ଦ ଲର୍ଡ। ବହୁତ ବହୁତ ଧନ୍ୟବାଦ ଆଜ୍ଞା, ଅତି ସୁନ୍ଦର ବାକ୍ୟ ଥିଲା। ଆଉ ମାର୍ଚ୍ଚ 24 ନେଇ ଆପଣ ଶେଷ ବିଷୟ ବା ଆଗମନ ସନ୍ନିକଟ ବିଷୟରେ ନେଇ ଆମମାନଙ୍କୁ ସୁନ୍ଦର ଭାବରେ ଶେଷ ସମୟରେ କଣ ଘଟିବ, ଆଉ ଭ୍ରାନ୍ତ ଲୋକମାନେ କିଭଳି, ଆଉ ମନୋନୀତ ଲୋକମାନେ ମଧ୍ୟ କିଭଳି ଭ୍ରାନ୍ତ ହେବେ, ଏ ବିଷୟକୁ ନେଇ ଆମମାନଙ୍କୁ ସୁନ୍ଦର ସୁଶିକ୍ଷା ପରାମର୍ଶ ବାକ୍ୟ ଦେଇଅଛନ୍ତି। ପ୍ରଭୁ ଆପଣଙ୍କୁ, ଆପଣଙ୍କ ପରିବାରକୁ ସେବା କାର୍ଯ୍ୟରେ ଆଉ ବହୁଳ ଭାବରେ ଆଶୀର୍ବାଦ ଅନୁଗ୍ରହ ପ୍ରଦାନ କରନ୍ତୁ। କାରଣ ଆପଣଙ୍କର ପଏଣ୍ଟ ଥିଲା ଯେ ତେବେ ମନୋନୀତ ଲୋକ ସୁଦ୍ଧା ଭ୍ରାନ୍ତ ହେବେ। ପ୍ରିୟ ବନ୍ଧୁଗଣ, ପ୍ରକୃତରେ ଆଜି ଆମେ ପ୍ରଭୁଙ୍କର ସେବା କରୁଛୁ, ଉପାସନା କରୁଛୁ, ଆରାଧନା କରୁଛୁ, କିନ୍ତୁ ଗୋଟେ ସମୟ ଆସିବ ଆଉ ଆମେ ଭ୍ରାନ୍ତ ହେବାର ସମ୍ଭାବନା ରହିଅଛି। ଯେଡେ ବଡ ଦୃଢ ବିଶ୍ୱାସୀ ହେଲେ ମଧ୍ୟ ଭ୍ରାନ୍ତ ହେବାର ସମୟ ରହିଅଛି। ସେଥିପାଇଁ ସେହି ଦିନ, ସେହି ସମୟ ଆସିବା ପୂର୍ବରୁ ଆମେ ନିଜକୁ ପ୍ରସ୍ତୁତ କରୁ, ନିଜକୁ ଜାଗ୍ରତ କରୁ। କାରଣ ପ୍ରଭୁଙ୍କର ଦାସ ଅନେକ ଶିକ୍ଷା ପରାମର୍ଶ ଦେଇ
ଆମମାନଙ୍କୁ ସେ ଶିକ୍ଷା ଦଉଥିଲେ। ଆଉ କାରଣ ପ୍ରଭୁ ଆମମାନଙ୍କୁ ସେ ମନୋନୀତ ପୂର୍ବରୁ ସେ ମନୋନୀତ କରିଛନ୍ତି ତାଙ୍କର ସଂକଳ୍ପ ଅନୁସାରେ, କିନ୍ତୁ ଆମେ ଭ୍ରାନ୍ତ ହେବାର ସମ୍ଭାବନା ରହିଅଛି। ଆଉ ପୂର୍ବରୁ ତାଙ୍କର ସଂକଳ୍ପ ଅନୁସାରେ ତାଙ୍କର ତତ୍ତ୍ୱ ନେଇ ଆମମାନଙ୍କୁ ସେ ମନୋନୀତ କରିଅଛନ୍ତି, କିନ୍ତୁ ଆମେ ଭ୍ରାନ୍ତ ହେବାର ସମ୍ଭାବନା ରହିଅଛି। ପ୍ରିୟ ବନ୍ଧୁଗଣ, ଆଉ ବାକ୍ୟ ଶୁଣି ପବିତ୍ର ଆତ୍ମାଙ୍କ ଦ୍ୱାରା ଆମେ ମୁଦ୍ରାଙ୍କିତ ହୋଇଥିଲେ ସୁଦ୍ଧା ସେମାନେ ବି ଭ୍ରାନ୍ତ ହେବାର ସମ୍ଭାବନା ରହିଅଛି। ଏଇଭଳି ସମୟ ଗୋଟିଏ ଆସି ଯାଉଅଛି। ତେଣୁ ଆମେ ଯେପରିକି ଆମେ ପ୍ରଭୁଙ୍କ ଠାରେ ଲାଗି ରହିବା, ପ୍ରଭୁଙ୍କ ଠାରେ ଆମେ ଜୀବନ କାଟିବା, ତାହେଲେ ନିଶ୍ଚୟ ପ୍ରଭୁ ସେ ଆମମାନଙ୍କୁ ସେ ରକ୍ଷା କରିବେ, ଉଦ୍ଧାର କରିବେ, ଆଉ ସେ ଆମମାନଙ୍କୁ ତାଙ୍କ ପଥରେ କଢାଇ ନେବେ। କାରଣ ବାକ୍ୟର ଶେଷରେ ପ୍ରଭୁଙ୍କର ଦାସ କହୁଥିଲେ, ଆମମାନଙ୍କର ଚିନ୍ତା ଆମମାନଙ୍କୁ ଭ୍ରାନ୍ତରେ ପକାଇବ। କାରଣ ଆମେ ନିଜେ ଦେଖିବା ଯେ ଆମ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଯୋଉ ସମସ୍ତ ଆଶ୍ଚର୍ଯ୍ୟ କର୍ମ କରୁଥିଲେ, ଭ୍ରାନ୍ତ ଆଉ ଭଣ୍ଡ ଖ୍ରୀଷ୍ଟ ମାନେ, ଭଣ୍ଡ ଭାବବାଦୀ ମାନେ ବି ଉଠି ତାହା ସେମାନେ କରିବେ। ଆଉ ସେଇ ସମୟରେ ଏହି ଥିବ ବୋଧେ ଖ୍ରୀଷ୍ଟ, ଏହି ଥିବେ ବୋଧେ ଯୀଶୁ, ଏହା ଆମେ ଚିନ୍ତା କରିବା, ଆଉ ଆମେ ତାହାଙ୍କ ଆଡେ ବା ତାହାଙ୍କ ହସ୍ତରେ ଆମେ ପଡିଯିବା। ତେଣୁ ଆମେ ଏହି ଦିନ ମାନଙ୍କରେ ଆଗରୁ ପ୍ରସ୍ତୁତ ହେବା, ଜାଗ୍ରତ ହେବା, ଆଣ୍ଠୁ ଦେବା, ଅଶ୍ରୁ ଦେଇ ଆମେ ପ୍ରଭୁଙ୍କ ଠାରେ ଯଦି ଲାଗି ରହିବା, ତାହା ହେଲେ ଯେଡେ ବଡ ହିଷ୍ଟାରୀ ଆସୁ, ଯେଡେ ବଡ ଭବିଷ୍ୟତ ବକ୍ତା ଆସୁ, ଆମେ ତାହାଙ୍କ ହାବୁଡରେ ପଡିବା ନାହିଁ। ଯଦି ଆମେ ଆଣ୍ଠୁ ଅଶ୍ରୁ ଦେଇ ଯଦି ଦେବା ନାହିଁ, ତାହା ହେଲେ ଆମେ ଦିନ ଆସିବ ଆମେ ତାଙ୍କ ହାବୁଡରେ ଆମେ ପଡିଯିବା। ତେଣୁ ପ୍ରିୟ ବନ୍ଧୁଗଣ, ଶେଷରେ ପ୍ରଭୁଙ୍କର ଦାସ ମଧ୍ୟ କହୁଥିଲେ ଯେ ଭ୍ରାନ୍ତ ନ ହୁଅ, କାରଣ ମନୁଷ୍ୟ ଯାହା ବୁଣେ, କାରଣ ସେ ବିଦ୍ରୂପର ପାତ୍ର ନୁହନ୍ତି, ମନୁଷ୍ୟ ଯାହା ବୁଣେ ତାହା କାଟିବ। ଏଭଳି ଗୋଟେ ସମୟ ଅଛି, ଆମେ ଯାହା ବୁଣିବା, ଆମେ ଯଦି ଭଲ କରିଛୁ ଭଲ ବିଷୟ, କାରଣ ବାକ୍ୟରେ ଲେଖାଯାଏ ଯେଉଁମାନେ କାନ୍ଦି କାନ୍ଦି ବିହନ ବୁଣନ୍ତି ସେମାନେ ହସ୍ୟ କରୁ କରୁ ଶସ୍ୟ କାଟିବେ। ଜଗତରେ ଯେଉଁମାନେ ଆଜି କାନ୍ଦି 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 ସେବା କରୁଅଛନ୍ତି, ସେମାନେ ଦିନ ଆସିବ ହସି ହସି ସ୍ୱର୍ଗ ରାଜ୍ୟର ଅଧିକାରୀ ହେବେ। ତେଣୁ ଆମେ ଜଗତରେ ଯାହା କରିବା ତାହା ହିଁ ଆମେ ପ୍ରାପ୍ତ ହୋଇପାରିବା। ପ୍ରଭୁଙ୍କର ଦାସ ସେ ଆମମାନଙ୍କୁ କହୁଥିଲେ। ତେଣୁ ଧାର୍ମିକ ଲୋକମାନେ ମଧ୍ୟ ଆଉ ସେମାନେ କଣ ହେଇଯିବେ, ଭ୍ରାନ୍ତ ହେବାର ସମ୍ଭାବନା ଅଛି ବୋଲି ପ୍ରଭୁଙ୍କର ଦାସ କହୁଥିଲେ। ସତରେ ପ୍ରିୟ ବନ୍ଧୁଗଣ, ଆଉ ଧାର୍ମିକ ମାନେ ଯେ କି ପ୍ରଭୁଙ୍କୁ ଜାଣିଥିବେ, ଯେ କି ପ୍ରଭୁଙ୍କୁ ଚିହ୍ନିଛୁ, ଯେଉଁମାନେ କି ସେବା କାର୍ଯ୍ୟ କରୁଅଛନ୍ତି, ସେମାନେ ବି ଭ୍ରାନ୍ତ ହେବାର ସମ୍ଭାବନା ଅଛି। ତେଣୁ ଏହି ଦିନ ମାନଙ୍କରେ ଦିନ ଥାଉ ଥାଉ, ସମୟ ଥାଉ ଥାଉ ଆମେ ସୁଯୋଗର ସତ୍ ବ୍ୟବହାର କରିବା, ଆଉ ତାଙ୍କ ରାଜ୍ୟ ନିମନ୍ତେ ଆମେ ପ୍ରସ୍ତୁତ ହେବା, ଜାଗ୍ରତ ହେବା। ତାହା ହେଲେ ଯୋଉ କ୍ରୋଧର ଦିନ, ଯୋଉ ବିପଦର ଦିନ, ଯୋଉ ସଙ୍କଟର ଦିନ ଆସୁଛି, ସେଥିରୁ ଆମେ ରକ୍ଷା ପାଇବା, ଉଦ୍ଧାର ପାଇପାରିବା। ସେଇ ଭଣ୍ଡ ଖ୍ରୀଷ୍ଟାରୀ ମାନଙ୍କ ହସ୍ତରେ ଆମେ ପଡିବା ନାହିଁ। ତେଣୁ ପ୍ରିୟ ବନ୍ଧୁଗଣ, ଆମେ ଏହି ବାକ୍ୟକୁ ନିଜସ୍ୱ କରୁ, ଏ ବାକ୍ୟକୁ ଆମେ ମନେ ପକାଉ। ଆଉ ଆମେ ଯେତେବେଳେ ଯୀଶୁଖ୍ରୀଷ୍ଟ ଏମିତିକି ମୃତ ମାନଙ୍କୁ ସେ ବଞ୍ଚାଉଥିଲେ, ସମୟ ଆସିବ ଖ୍ରୀଷ୍ଟାରୀ ମାନେ ଏବଂ ଭାବବାଦୀ ମାନେ ସେମାନେ ବି ମୃତ ଲୋକମାନେ ସତରେ ଏକା ଖ୍ରୀଷ୍ଟାରୀ ବୋଲି ଲୋକମାନେ ବିଶ୍ୱାସ କରିବେ, ଅନେକ ଅନେକ ଆଶ୍ଚର୍ଯ୍ୟ କର୍ମ କରିବେ। ତେଣୁ ପ୍ରିୟ ବନ୍ଧୁଗଣ, ଆମେ ଏଇ ଦିନ ମାନଙ୍କରେ ପ୍ରଭୁଙ୍କ ଦାସ ଆଜି ଆମମାନଙ୍କୁ ସୁନ୍ଦର ଶିକ୍ଷା ଏଇ ପ୍ରଭାତ ସମୟରେ ଦେଲେ, ଆଉ ସୁଶିକ୍ଷା ପରାମର୍ଶ ବାକ୍ୟ ଆମମାନଙ୍କର ସଜଡା ହୃଦୟକୁ ସଜାଡିଲେ, ଆମମାନଙ୍କର ପ୍ରସ୍ତୁତ ହୃଦୟକୁ ପ୍ରସ୍ତୁତ କଲେ, ଆମମାନଙ୍କର ଜାଗ୍ରତ ହୃଦୟକୁ ଜାଗ୍ରତ କରିଅଛନ୍ତି। ଏଇ ଦୁର୍ଦିନ ସମୟରେ, ବିପଦ ସମୟରେ ଆମେ ଯେପରି କାହାରି ହସ୍ତରେ ନ ପଡି ଆମେ ପ୍ରଭୁଙ୍କ ହସ୍ତରେ ପଡିବା, ସଦାସର୍ବଦା ପ୍ରାର୍ଥନାରେ ଲାଗି ରହି ଆମେ ପ୍ରଭୁଙ୍କ ପାଇଁ ପ୍ରସ୍ତୁତ ହୋଇପାରିବା। ସେହିପରି ପ୍ରଭୁ ଆମମାନଙ୍କୁ ଆଶୀର୍ବାଦ କରନ୍ତୁ। ପ୍ରଭୁଙ୍କର ଦାସଙ୍କୁ ମଧ୍ୟ ପୁନର୍ବାର ମୁଁ ଧନ୍ୟବାଦ ଦିଏ। ଆଜ୍ଞା, ବହୁତ ବହୁତ ଧନ୍ୟବାଦ ସୁନ୍ଦର ଶିକ୍ଷା ନିମନ୍ତେ। ଆଉ ଆମମାନଙ୍କର ରିଏଲ ମିନିଷ୍ଟ୍ରିକୁ ଆସିଲେ ସୁନ୍ଦର ଶିକ୍ଷା ପରାମର୍ଶ ବାକ୍ୟ ଦେଇ ଆମମାନଙ୍କୁ କଥା କହିଲେ, ସେଥିପାଇଁ ବହୁତ ବହୁତ ଧନ୍ୟବାଦ। ପ୍ରଭୁ ଆପଣଙ୍କୁ, ଆପଣଙ୍କ ପରିବାରକୁ ସେବା କାର୍ଯ୍ୟରେ ବହୁଳ ବହୁଳ ଭାବରେ ଆଶୀର୍ବାଦ କରନ୍ତୁ। ଏହିଭଳି ଅନଲାଇନ ଅଫଲାଇନ ରେ ପ୍ରଭୁ ଆପଣଙ୍କୁ ବ୍ୟବହାର କରି ଅନେକ ହଜାର ମାନଙ୍କୁ ଲାଭ କରିବା ପାଇଁ ସାହାଯ୍ୟ କରନ୍ତୁ। ଧନ୍ୟବାଦ ଆଜ୍ଞା। ଏ ସମୟରେ ଆମେ